हरे कृष्ण। हरे कृष्ण प्रभु दंड प्रणाम प्रभु। दंडवत रोज दंडवत। हेलेनी प्रभु आज्ञा। बोले फेरलेनी आपण एठी अयोध्या हाँ अबे दिल्ली रे आज दिल्ली। जस्ट गोटे ब्रह्मचारी क्लास सरिला मु आपन जॉइन करछि। अच्छा अच्छा आम टेम्पल गोटे क्लास थिला। आगे प्रभु मोर तो भूली जाइतली आज अछि बोली आपन रात रे मेसेज करले मु शेड्यूल कर देइतली ए अनुसारे आगे आगे ए क्लास टे टिके प्रीपोन हे गेतला 12 टा रु 1:30 टा ने देता। आगे 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 आरंभ करिया। हरे कृष्ण। मो कथा आपण मानक सुबुची स्पष्ट अछि ना। हरे कृष्ण। यस प्रभु क्लियर अछि। ओके ठीक अछि। हाँ अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। वाञ्छाकल्पतरुभ्यश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्त वृंद। हरे कृष्ण 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 हरे 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 राम 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 हरे हरे। हरे कृष्ण। तो विगत गोटे क्लास आमे वैष्णव सदाचार विषय चर्चा करुछे। थरे श्रीपाद रामानुजाचार्यंकर जने शिष्य पराशर भट्ट से तांको पठेले तिरुपति रंगनाथ तिरुपति पठेले कहले जाओ तुम शिखिकी आस। वैष्णव केमिति वैष्णव केमिति हुअन्ति वैष्णव केमिति हवा कथा तुम तांकोठु शिख लाई। तेणु श्रीपाद रामानुचार्य गुरुଙ୍କର आदेश पालन करी पराशर भट्ट गले तिरुपति जोटी अनंत आचार्य रहउथिले। आ पराशर भट्ट सेठी पहुंचिकिनी प्रश्न कले तांको देखा कले प्रणाम कले। कहले कि मते श्रीपाद रामानुचार्य पठेइछन्ति कि वैष्णव केमिति हो केमिति हम वैष्णव चिन्हिबा वैष्णव केमिति हवा कथा। किंतु अनंत आचार्य तांका आडु केते दृष्टिपात कले नाही। किंतु सी धैर्य हराइलेनी। पराशर भट्ट जेहेतु गुरु आदेश देइतन सिटी निवास कले कि समय ପାଇଁ अवस्थान कले। थरे गोटे वैष्णव भोज ହେଲା ଆଉ ସେ ଭୋଜରେ अनंत आचार्य आंकु सेवा देले किछि प्रसाद सेवा करिया ପାଇଁ। ଆଉ प्रसाद सेवार तांकर एते उत्तम सेवा देखि प्रसन्न ହେଇଗଲେ। ସେତେବେଳେ ସେ ଡାକିଲେ ତାଙ୍କୁ ପଚାରିଲେ ତେଣୁ ବୈଷ୍ଣବ ମାନେ ଆମକୁ ଉତ୍ତର ଦେବା ପାଇଁ ଆମେ ତାଙ୍କୁ ବାଧ୍ୟ କରିପାରିବା ନାହିଁ ଯେତେବେଳେ ଯେ ଆମେ ସେବା କରି ପ୍ରସନ୍ନ ନ କରିବା। ତେଣୁ ଆଧ୍ୟାତ୍ମିକ ଜିଜ୍ଞାସାର ବିଧି ଭଗବଦ୍ ଗୀତାର 4:34 କୁ ତଦ୍ବିଧି ପ୍रणिपातेन परिप्रश्नेन सेवया ଉପଦେକ୍ଷନ୍ତି ते ଜ୍ଞାନମ୍ ଜ୍ଞାନିନ ତତ୍ତ୍ୱଦର୍ଶିନା। ଯେତେବେଳେ ଯାଏ ଆମେ ତତ୍ତ୍ୱଦର୍ଶୀ ବ୍ୟକ୍ତିଙ୍କର ସେବା ନ କରିବା ସେତେବେଳେ ଯାଏ ପ୍ରସନ୍ନ ନ କରିବା ସେମାନଙ୍କ ପାଖରେ ଯୋଉ ଅନୁଭୂତି ଅଛି ସାକ୍ଷାତକାର ଅଛି ସେମାନେ ଆମକୁ ଦେବେନି ସହଜରେ। ତେଣୁ ସେମାନେ ଯେତେବେଳେ ଆମର ସେବାରେ ପ୍ରସନ୍ନ ହେଇଯାଆନ୍ତି ତାଙ୍କ ପାଖରେ ଯୋଉ ଆଧ୍ୟାତ୍ମିକ ଅନୁଭୂତି ଅଛି ସିଏ ଆମକୁ ପ୍ରଦାନ କରନ୍ତି। ତେଣୁ ପ୍ରାରମ୍ଭିକ ସମୟରେ ପରାଶର ଭଟ୍ଟ ଯେତେବେଳେ ଗଲେ ଅନନ୍ତ ଆଚାର୍ଯ୍ୟ କିଛି କହିଲେନି କିଏ ଆସିଛି ଗୋଟେ ଆସିଛି କଣ ତାର ମୁଡ ଆମେ ଜାଣିନେ। ତେଣୁ ସେ ଦେଖିଲେ ଯେ ସେବା ଦେଖି ପ୍ରସନ୍ନ ହେଇଗଲେ ସେତେବେଳେ ସେ ଉତ୍ତର ଦେବା ପାଇଁ ରାଜି ହେଲେ। ତେଣୁ ଯେତେବେଳେ ଅନନ୍ତ ଆଚାର୍ଯ୍ୟ ଦେଖିଲେ କି ପରାଶର ଭଟ୍ଟ ବହୁତ ବିନମ୍ରତା ପୂର୍ବକ ସେବା କରୁଛନ୍ତି ଫେଷ୍ଟିଭାଲରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟୁଛନ୍ତି ନିଜର ଚିନ୍ତା ନାହିଁ ବଡେ ଖୁସି ହେଇଗଲେ। ତେଣୁ ତାଙ୍କୁ ଡାକିଲେ କହିଲେ ତମେ କଣ ଆସିଥିଲ କିଛି ପ୍ରଶ୍ନ ନେଇ ମତେ ପଚାରିବାକୁ ଚାହୁଁଥିଲ ଆସ ଆସ ମୁଁ ବର୍ତ୍ତମାନ ପ୍ରଶ୍ନର ଉତ୍ତର ଦେବି। ତେଣୁ କଣ ଆମକୁ ବୈଷ୍ଣବ ମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ବିନୀତ ବିନମ୍ର ସେବା ହମ୍ବଲ ସେବା ଲାଇକ जैसे भगवान को अहंकार पसंद नहीं प्राइड वोंट अट्रैक्ट्स लॉर्ड अटेंशन
ସେହିପରିକି ବୈଷ୍ଣବ ମାନଙ୍କୁ ବି ଆମେ ଆକର୍ଷିତ କରିପାରିବାନି ଆମ ଅହଙ୍କାର ମାଧ୍ୟମରେ। ବିନୀତ ଭାବରେ ସେବା କଲେ ତାଙ୍କର ଦୃଷ୍ଟି ଆକର୍ଷଣ କରିପାରିବା। ହୁଁ। ସେତେବେଳେ ଅନନ୍ତ ଆଚାର୍ଯ୍ୟଙ୍କୁ ପଚାରିଲେ, ହୁଁ, କହିଲେ ମତେ ଆ, ଏଇ ପ୍ରଶ୍ନର ମୁଁ ଜିଜ୍ଞାସା କରିବାକୁ ଚାହୁଁଛି, ବୈଷ୍ଣବ କେମିତି ହୁଅନ୍ତି? ଆଉ ବୈଷ୍ଣବ କେମିତି ଜାଣିବା? ଗୋଟେ ବୈଷ୍ଣବ ଗୁଣ କେଇ ପ୍ରକାର? ତେଣୁ ସେ ଉତ୍ତର ଦେଲେ ଅନନ୍ତ ଆଚାର୍ଯ୍ୟ କି ଦ ବୈଷ୍ଣବ ଇଜ ଲାଇକ୍ ଏ ହେନ୍, ଲାଇକ୍ ଏ କ୍ରେନ୍, ଲାଇକ୍ ଏ ସଲ୍ଟ ଆଣ୍ଡ ଲାଇକ୍ ୟୁ। ବୈଷ୍ଣବ କେମିତି ହୁଏ ନା, ବୈଷ୍ଣବ ଗୋଟେ ବଗ, ମାଛ ଧରା ବଗ ଯେମିତି, ରାଜା ବଗ କହନ୍ତି ଆମର ଓଡିଆରେ, ବଗୁଲା ଭଳିଆ। ହଁ, ବଗୁଲା କଣ ନା ଧ୍ୟାନ ଲଗେଇ ବସିଥାଏ, ଆଉ କିଛି ନବନି, ସାର ସାର ବସ୍ତୁକୁ ନବ। ହଁ, ଆଉ ଯେତେବେଳେ ହେନ୍, ବୈଷ୍ଣବ ଲାଇକ୍ ଏ ହେନ୍, ହେନ୍ ମାନେ କୁକୁଡ଼ା। କୁକୁଡ଼ା କଣ କରେ ନା, କୁକୁଡ଼ା ଆପଣ ଦେଖିଥିବେ ଅଳିଆ ଗଦାରେ ଯାଇକି ଖୁଣ୍ଟି ଖୁଣ୍ଟି ଖାଉଥିବ। କଣ ଖାଉଥିବ? ପୋକ ବାଛି ଖାଉଥିବ। ତେଣୁ ବୈଷ୍ଣବ ମାନେ ସେମିତି ସାରଗ୍ରାହୀ, ସାରାଗ୍ରାହୀ ନୁହେଁ। କିଛି ସାର ବସ୍ତୁ ଗ୍ରହଣ କରନ୍ତି। ଆଉ ବୈଷ୍ଣବ ଇଜ ଲାଇକ୍ ଏ ସଲ୍ଟ। ବୈଷ୍ଣବ ସଂସାରକୁ ଦୃଶ୍ୟମାନ ହୁଏ ନା, ଯେ ପ୍ରକାର ତରକାରୀରେ ଲୁଣ ନ ରହିଲେ ତାର ସ୍ୱାଦ ଆସେ ନା କିଛି। ଲୁଣ ହିଁ ସବୁ କିଛିର ଧାରଣା, ସବୁ କିଛି ସବଜିର ମୁଖ୍ୟ ସ୍ୱାଦ ଲୁଣ ପାଇଁ, ଲୁଣ ମାତ୍ରା ପାଇଁ। ସବଜିରେ କେତେ ବଢିଆ ହିଁ ହଉ, ରଙ୍ଗ ବଢିଆ ଥାଉ, ଦେଖିବାକୁ ବଢିଆ ହଉ, ଆଟ୍ରାକ୍ଟିଭ ହଉ, କିନ୍ତୁ ଲୁଣ ନଥିଲେ ସବଜିର ସ୍ୱାଦ ଲାଗେ ନା। ସେହିପରି ବୈଷ୍ଣବ ସଂସାରରେ ରହିବା ଦ୍ଵାରା ସିଏ ସଂସାର ଉପରେ ପ୍ରଭାବ ପକାଏ। ତ ବୈଷ୍ଣବ ଲୁଣ ଭଳିଆ, ଲୁଣ ଦେଖାଯାଏ ନା, ଛୁପି ରହେ ସଂସାରରେ, କିନ୍ତୁ ତାର ପ୍ରଭାବ ଦ୍ଵାରା ସଂସାରରେ ପରିବର୍ତ୍ତନ ହୁଏ। ଲୁଣ ଭଳିଆ କ୍ୱାଲିଟି ବୈଷ୍ଣବର। ହଁ, ତେଣୁ ପରାଶର ଭଟ୍ଟ ବହୁତ ଗଦଗଦ ହେଇ ଫେରି ଆସିଲେ, ଆଉ ନିଜ ଗୁରୁଦେବ ଶ୍ରୀପଦ ରାମାନୁଜାଚାର୍ଯ୍ୟଙ୍କ ବିଷୟରେ କହିଲେ କି ବୈଷ୍ଣବ ବିଷୟରେ ସହି ଧାରଣା। ତ ଆମେ ଯେତେବେଳେ ପ୍ରାରମ୍ଭିକ ଭକ୍ତି ପ୍ରକ୍ରିୟାରେ ଆସୁ, ଭକ୍ତି ପଥରେ ଆସୁ, ଆମେ ପ୍ରାରମ୍ଭିକ ଅବସ୍ଥାରେ ଆମେ ଆମର ଆଟାୟାର यानी ବାହାର ବେଶଭୂଷା ପ୍ରତି ଧ୍ୟାନ ଦଉ, ତାହା ବି ଆବଶ୍ୟକ। କିନ୍ତୁ ଏସବୁ ବୈଷ୍ଣବ ଯୋଉ ଧାରଣା, या विचारधारा या वैष्णव विषୟରେ ଯୋଉ ଦିଶା ନିର୍ଦ୍ଦେଶନ ଅଛି, କି ଟ୍ରୁ ବୈଷ୍ଣବ କେମିତି ହୁଅନ୍ତି, ସେ ବିଷୟରେ ଆମକୁ ବୁଝିବାର ଅଛି, ସେ ବିଷୟରେ ଜୀବନ ନିର୍ବାହ କରିବାର ଅଛି। ତେଣୁ ବୈଷ୍ଣବ ଜଣାଯାଏ ସଂସାରରେ ନିଜର ସତ୍ ଆଚରଣ ଦ୍ଵାରା। ସଦାଚାରୀ। କଳି ଯୁଗରେ ଧର୍ମର ଚାରିଟା ଖମ୍ବ, ଦୟା, ତପସ୍ୟା, ସୂଚି, ଆଉଟା ହଉଛି ପବିତ୍ରତା, ଆଉଟା ହଉଛି ସତ୍ୟବାଦିତା। ଟ୍ରୁଥଫୁଲନେସ୍, କାଇଣ୍ଡନେସ୍, ଅଷ୍ଟେରିଟି ଆଣ୍ଡ ପ୍ୟୁରିଟି, ଦ ଫୋର ପିଲାର୍ସ ଅଫ ଧର୍ମ। ଧର୍ମ କି ଚାରିଟା ଖମ୍ବ, ଚାରିଟା ସ୍ତମ୍ଭ। ତେଣୁ ତିନିଟା ସ୍ତମ୍ଭ ତ ଅଲରେଡି ଚାଲି ଯାଇଛି, ଗୋଟିଏ ସ୍ତମ୍ଭ ବଞ୍ଚିଛି, କଣ? ସତ୍ୟବାଦିତା, ଟ୍ରୁଥଫୁଲନେସ୍। ତେଣୁ ଆମେ ଗୋଟେ ସତ୍ୟ ଭକ୍ତ, ଟ୍ରୁ ଡିଭୋଟି ହବା, ସଦାଚାରୀ ଭକ୍ତ ହବା, ସତ୍ ଆଚରଣ କରିବା। ହୁଁ, ଆମକୁ ଜରୁରୀ ନାହିଁ ଆମେ କୌଣସି ବଡ ସେବା କରୁଛେ, ବହୁତ ପ୍ରଚାର କରୁଛେ, ବହୁତ ବଡ ପଦବୀରେ ଅଛି, ଆବଶ୍ୟକତା ନାହିଁ। ଆମେ ଗୋଟେ ସାଧାରଣ ମନୁଷ୍ୟ ହେଇଥାଇପାରେ, ଆମେ ଯଦି ସତ୍ ଆଚରଣ ପାଳନ କରୁଛେ, ଆହା ଦ୍ୱାରା ଆମେ ପ୍ରଚାର କରିପାରିବା। ହୁଁ, ଯେମିତି କାଞ୍ଚିରେ, କାଞ୍ଚିପୁରମ ବରଦରାଜ ଅଛନ୍ତି। ତାଙ୍କର ସେବା ଜଣେ ମହାନ ବୈଷ୍ଣବ କରୁଥିଲେ, କାଞ୍ଚିପୁରନ। କଣ କରୁଥିଲେ? ଝାଡୁ ଲଗାଉଥିଲେ, ପାଣି ନେଇକି ଆସୁଥିଲେ ନଦୀରୁ ଭଗବାନଙ୍କ ସେବା ପାଇଁ। କିନ୍ତୁ ଭଗବାନଙ୍କ ସେ ସିଧେ କଥାବାର୍ତ୍ତା ହଉଥିଲେ। ତ ବୈଷ୍ଣବ ହବା ପାଇଁ କିଛି ଚମତ୍କାରୀ ଶକ୍ତି ଦରକାର ନାହିଁ, ସରଳ ହୃଦୟ ଦରକାର। ସରଳତା ହିଁ ବୈଷ୍ଣବତା। ସରଳ ଆଚରଣ, ସରଳ ହୃଦୟ, କୋମଳ ହୃଦୟ, କିଛି ଜଟିଳତା ନାହିଁ। ଏ ସରଳ ଜୀବନ ଲୋକମାନଙ୍କୁ ଆକର୍ଷିତ କରେ। ଆମର ବୈଦିକ ସିଦ୍ଧାନ୍ତ ହଉଛି ସରଳ ଜୀବନ, ଉଚ୍ଚ ବିଚାର, ସିମ୍ପଲ ଲିଭିଂ, ହାଇ ଥିଙ୍କିଂ। ତେଣୁ ଆମର ବିଚାରଧାରା ଉନ୍ନତ ହବ, ଜୀବନ ଶୈଳୀ ବହୁତ ସରଳ ହବ। ତେଣୁ ବୈଷ୍ଣବ ଖାଲି ନିଜର ଅଧ୍ୟୟନ ଶ୍ରବଣ ଆଦିରୁ ଜଣାଯାଏ ନା, ନିଜର ସତ୍ ଆଚରଣ, ଯାହା ସିଏ ପଢୁଛି ଶୁଣୁଛି ତାକୁ ଜୀବନରେ ପାଳନ କରୁଛି, ସତ୍ ଆଚରଣ ଦ୍ଵାରା ସିଏ ଗୋଟେ ଉତ୍ତମ ଭକ୍ତ ଆଡକୁ ଗତି କରେ। ତେଣୁ ଆମେ ଭଲ ଭକ୍ତି କରୁଛେ, ଭଲ ଭକ୍ତ ବନୁଛି, ତାର ପରିଭାଷା କଣ? ଆମ ଭିତରେ ଭଲ ଆଚରଣ ଆସୁଛି, ବ୍ୟବହାର ଆସୁଛି। କି ଆମେ, ଆମ ଦ୍ଵାରା କୌଣସି ବ୍ୟକ୍ତି ଦୁଃଖୀ ହଉନି, ସଂସାରରେ ସବୁ ଦୁଃଖ ଅବସ୍ଥାରେ ଅଛନ୍ତି, କିନ୍ତୁ ଯେତେବେଳେ ବୈଷ୍ଣବ ପାଖକୁ ଆସୁଛନ୍ତି, ଜଣେ ଭକ୍ତ ପାଖକୁ ଆସୁଛନ୍ତି, ଯେ ହୃଦୟ ବ୍ୟକ୍ତ କରିଦଉଛନ୍ତି, ତାଙ୍କୁ ତ୍ରିତାପ ଦୁଃଖରୁ ଉପଶମ ମିଳୁଛି। ତେଣୁ ଏଇଥିପାଇଁ ବୈଷ୍ଣବ ସଦାଚାର ପୁସ୍ତକ ଲେଖିବା ପାଇଁ ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ ପାଦକୁ କହିଲେ। ହରିଭକ୍ତି ବିଳାସରେ ବୈଷ୍ଣବ ସ୍ମୃତି ନାମକ ଏକ ପାର୍ଟ ଅଛି, ଯୋଉଟା ଲେଖିବା ପାଇଁ ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ ପାଦକୁ କହିଲେ।
ଯେତେବେଳେ ମହାପ୍ରଭୁ କହିଲେ ତମେ ସଂସାରକୁ, ମହାପ୍ରଭୁ ଯେତେବେଳେ ଆପଣ ନିଜର ଶିଷ୍ୟମାନଙ୍କୁ ଷଡ଼ଗୋସ୍ୱାମୀ ବୃନ୍ଦଙ୍କୁ ଆ, ବୃନ୍ଦାବନ ପଠେଇଲେ, ଏଇ ଚାରିଟା ନିର୍ଦ୍ଦେଶନ ଦେଲେ। କହିଲେ ତମମାନେ ଯାଅ, ସେଠି ଭଗବାନଙ୍କର ଲୁପ୍ତ ଲୀଳାସ୍ତତି ଗୁରା ପୁନରୁଦ୍ଧାର କର, ଭଗବାନଙ୍କର ବିଗ୍ରହ ପୁନରୁତ୍ଥାନ କର, ଯୋଉ ବିଗ୍ରହ ବଜ୍ରନାଭଜୀ ସ୍ଥାପନ କରିଥିଲେ। ତାପରେ ଯୋଉ ଭଗବାନଙ୍କ ପାଇଁ ଭବ୍ୟ ମନ୍ଦିର ବନାଅ, ଆଉ ଭଗବାନଙ୍କର ଭକ୍ତି ପ୍ରକ୍ରିୟା ସମ୍ବନ୍ଧିତ ପ୍ରାମାଣିକ ଗ୍ରନ୍ଥରୁ ଦିବ୍ୟ ଉପଦେଶ ପ୍ରଦାନ କର। ତେଣୁ ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମରେ ଏ ଗୋସ୍ୱାମୀ ବୃନ୍ଦ ବୈଦିକ ସାହିତ୍ୟର ସାର ଭକ୍ତି ସମ୍ବନ୍ଧୀ ଉପଦେଶ ଶୀର୍ଷକ ଗ୍ରନ୍ଥ ରଚନା କଲେ। ତେଣୁ ସେଇ ରଚନା କ୍ରମରେ ଗୋଟିଏ ମହତ୍ୱପୂର୍ଣ୍ଣ ରଚନା ପାଇଁ ସନାତନ ଗୋସ୍ୱାମୀ ପାଦଙ୍କୁ ଚୈତନ୍ୟ ମହାପ୍ରଭୁ କହିଲେ, କହିଲେ ତମେ ବୈଷ୍ଣବ ସ୍ମୃତି ଲେଖ, ସଦାଚାର। ଗୋଟେ ଭକ୍ତ ଅ, ଖାଲି କେମିତି ରହୁଛି ତା ଦ୍ୱାରା ନୁହେଁ, ତାର ସତ୍ ଆଚରଣ ଦ୍ୱାରା ସେ ନିବାସ କରେ। ସତ୍ ମାନେ ପରମ ସତ୍ୟ, ପରମ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ବିଧିବିଧାନ ଅନୁସାରେ ସେ ଯଦି ରହୁଛି, ତାକୁ କୁହାଯାଏ ସଦାଚାର, ସତ୍ ଆଚରଣ ପାଳନ କରୁଛି। ତେଣୁ ଭକ୍ତ ଜଣାଯାଏ ନିଜର ସତ୍ ଆଚରଣ ପାଇଁ, ସତ୍ ବ୍ୟବହାର ପାଇଁ। ହୁଁ। ତେଣୁ ଯେତେବେଳେ ମହାପ୍ରଭୁ ନିର୍ଦ୍ଦେଶ ଦେଲେ ସନାତନ ଗୋସ୍ୱାମୀଙ୍କୁ ଇଏ ରଚନା କରିବା ପାଇଁ, ସନାତନ ଗୋସ୍ୱାମୀ ବଡ଼ ବିନମ୍ର ସହକାରେ, ତେଣୁ ବୈଷ୍ଣବର ଅନେକ ଗୁଣ ଅଛି, ଗୋଟେ ଗୁଣ ହଉଛି ବିନମ୍ରତା, ହ୍ୟୁମିଲିଟି। ସୋ ସବୁ ଆଚାର୍ୟଙ୍କ ଭିତରେ, ସବୁ ଭକ୍ତଙ୍କ ଭିତରେ ଏ ଗୁଣ ଅଛି, ସବୁ ପ୍ରକାର ଗୁଣ ଅଛି। କିନ୍ତୁ ଜଣେ ଆଚାର୍ୟଙ୍କ ପାଖରେ ବିଶେଷ ଗୁଣ ଗୋଟିଏ ଗୁଣର ବିଶେଷତା ଦେଖାଯାଏ। ଯେମିତି ସନାତନ ଗୋସ୍ୱାମୀ ଥିଲେ ବିନମ୍ରତାର ପ୍ରତୀକ, ବିନମ୍ରତାର ରୂପ, ମୂର୍ତ୍ତି। If you want to see the humility that manifested, the qualitative humility is shown by Sanatan Goswami Pad. ସନାତନ ଗୋସ୍ୱାମୀ କି ସେ ବିନମ୍ରତା ସହକାର ମହାପ୍ରଭୁ ଚରଣରେ ଆସି ପଡ଼ିଯାଆନ୍ତି। ତେଣୁ ହାତ ଯୋଡ଼ି ବିନମ୍ରତା ସହକାର ସନାତନ ଗୋସ୍ୱାମୀ ମହାପ୍ରଭୁ କହୁଛନ୍ତି, ହେ ମହାପ୍ରଭୁ, ମତେ ଆପଣ ଆଦେଶ ଦେଇଛନ୍ତି ବୈଷ୍ଣବଙ୍କର ସଦାଚାର ବିଷୟରେ, ବୈଷ୍ଣବଙ୍କର କାର୍ଯ୍ୟକଳାପ ବିଷୟରେ ଗୋଟିଏ ଗ୍ରନ୍ଥ ଲେଖିବା ପାଇଁ, ଗୋଟିଏ ରଚନା ଲେଖିବା ପାଇଁ। ମୁଁ ତ ସଂସାରରେ ସବୁଠୁ ପତିତ ଅଧମ, ମୋ ପାଖରେ କୌଣସି ଜ୍ଞାନ ନାହିଁ, କୌଣସି ଯୋଗ୍ୟତା ନାହିଁ, ମୋର ଭଲ ଆଚରଣ ବି ନାହିଁ। ମୁଁ କେମିତି ଉତ୍ତମ କୋଟିର ଏ ପ୍ରକାର ଗ୍ରନ୍ଥକୁ ଲେଖିପାରିବି ବୈଷ୍ଣବ କାର୍ଯ୍ୟକଳାପ ବିଷୟରେ? ତାପରେ ସନାତନ ଗୋସ୍ୱାମୀ ପାଦ ମହାପ୍ରଭୁ କହୁଛନ୍ତି, ଆପଣ ନିଜେ ଯେହେତୁ ବ୍ୟକ୍ତିଗତ ପାଇଁ ଭାବେ ମତେ କହିଛନ୍ତି ଲେଖିବା ପାଇଁ, ସେଥିପାଇଁ ମୁଁ ଚେଷ୍ଟା କରୁଛି। ଭଲେ ହିଁ ଲେଖିବା ମୋ ପାଇଁ ବହୁତ କଠିନ କାର୍ଯ୍ୟ, କିନ୍ତୁ ଆପଣଙ୍କ କୃପା ଦ୍ୱାରା ସବୁ କିଛି ସମ୍ଭବ। ଆପଣ ଯଦି ମୋ ହୃଦୟରେ ପ୍ରବେଶ କରି ଏ ଗ୍ରନ୍ଥ ଲେଖେଇବେ, ତାହେଲେ ଏହା ଲେଖିବା ବଡ଼ା ସହଜ ହେଇଯିବ। क्योंकि ଆପଣ ନିଜେ ସାକ୍ଷାତ ଅନ୍ତର୍ଯାମୀ ପରମ ଭଗବାନ, ଆପଣ ଚାହିଁଲେ ସବୁ କିଛି ସମ୍ଭବ। ତେଣୁ ଆପଣ ଯେମିତି ମତେ କରିବାକୁ ଚାହୁଁଛନ୍ତି ସେମିତି ମୁଁ କରିପାରିବି, ଆପଣ ଯଦି ମୋ ହୃଦୟ ଭିତରେ ରହି ଏ କାର୍ଯ୍ୟ ମୋ ଦ୍ୱାରା କରିବେ। ତେଣୁ ଯେତେବେଳେ ସନାତନ ଗୋସ୍ୱାମୀ ବଡ଼ି ବିନମ୍ରତା ପୂର୍ବକ ବୈଷ୍ଣବ ସ୍ମୃତି ଲେଖିବା ପାଇଁ ମହାପ୍ରଭୁଙ୍କୁ ନିବେଦନ କଲେ, ଚୈତନ୍ୟ ମହାପ୍ରଭୁ କହିଲେ, ତମେ ଯାହା କର ସେଥିରେ କୌଣସି ତ୍ରୁଟି ନାହିଁ। କୃଷ୍ଣ ତମର ସେ ପ୍ରକାର ସେବାକୁ ସ୍ୱୀକାର କରିବେ। ଗୋଟେ ପ୍ରସଙ୍ଗ ଆସେ, ଯେତେବେଳେ ଈଶ୍ୱର ପୁରୀପାଦ ନବଦ୍ୱୀପ ଆସିଛନ୍ତି, ହୁଁ, ଆଉ ନିମାଇ और ଗଦାଇ, ଚୈତନ୍ୟ ମହାପ୍ରଭୁ और ଗଦାଧର ପଣ୍ଡିତ ପ୍ରତିଦିନ ତାଙ୍କ ପାଖକୁ ଯାଆନ୍ତି ସଙ୍ଗ କରିବା ପାଇଁ। ନିମାଇ ଚୈତନ୍ୟ ମହାପ୍ରଭୁ ବड़ी ପ୍ରଭାବିତ ହେଲେ ଈଶ୍ୱର ପୁରୀପାଦଙ୍କ ପାଖରେ। ଈଶ୍ୱର ପୁରୀପାଦ ଜାଣିଲେ ଯେ ନିମାଇ ପଣ୍ଡିତ ବହୁତ ପ୍ରଗାଢ଼ ବିଦ୍ୱାନ, ବ୍ୟାକରଣ ସାହିତ୍ୟରେ ବହୁତ ପାରଙ୍ଗତ। ଈଶ୍ୱର ପୁରୀପାଦ ବड़ी ବିନମ୍ରତା ପୂର୍ବକ ମହାପ୍ରଭୁ କହିଲେ, ମୁଁ ଗୋଟେ ରଚନା ଲେଖିଛି କୃଷ୍ଣ ଲୀଳାମୃତ ଉପରେ। ମୁଁ ଶୁଣିଛି ତମେ ବଡ଼ ବିଦ୍ୱାନ ପଣ୍ଡିତ, ତମେ ଦେଖିବ ତା ଦେହରେ କିଛି ତ୍ରୁଟି ତ ନାହିଁ। ତେଣୁ ସୁନ୍ଦର କଥା ମହାପ୍ରଭୁ କହିଲେ କି ବୈଷ୍ଣବ ଯାହା ବି ଲେଖେ ତା ଦେହରେ କୌଣସି ତ୍ରୁଟି ନଥାଏ। କି ବୈଷ୍ଣବ ପୂର୍ଣ୍ଣ ଭଗବାନ କି ସେବା ପାଇଁ। ତେଣୁ ପ୍ରଭୁପାଦ ଯେତେବେଳେ ଭାଗବତମ ଲେଖୁଥିଲେ, ପ୍ରଥମ ସ୍କନ୍ଧର ପଞ୍ଚମ ଅଧ୍ୟାୟରେ 11 ଶ୍ଲୋକ, ତଦ୍ବାଗ ବିସର୍ଗ ଜନତାଗ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଲୋକେ ଅବଧାପ୍ୟତି ବହି। ତ ପ୍ରଭୁପାଦ କହୁଛନ୍ତି, ଭଲେ ହିଁ ଏଇ ଯୋଉ ଦିବ୍ୟ ସାହିତ୍ୟ ଲେଖା ସମୟରେ କୌଣସି ସାହିତ୍ୟିକ ତ୍ରୁଟି ରହିଯାଏ, କିନ୍ତୁ ଇଏ ସଂସାର ଲୋକଙ୍କ ଭିତରେ ଆନ୍ଦୋଳନ ଆଣିବ। ତେଣୁ କେତେବେଳେ ଆମେ ବୈଷ୍ଣବଙ୍କର ଅ, କଥା ଭାଷାକୁ ବାହାରି ଆକଳନ ଲଗେଇବାନି। କବି କବି ଆମେ ଭୌତିକ ବୁଦ୍ଧିରେ ଆମେ ସେ ସବୁ ଦେଖିବାକୁ ଚେଷ୍ଟା କରେ, ଅମୁକ ବୈଷ୍ଣବ ବଢ଼ିଆ ତାଳି ବଜେଇ ହସେଇ ଦଉଛନ୍ତି, ଇଏ କରୁଛନ୍ତି, ଜଣେ ବୈଷ୍ଣବ କହି ଜାଣିନାହାନ୍ତି, ଆମେ ବାହାରି ଆକଳନ ଲଗାଉ ଭୌତିକ ସ୍କିଲ୍ ଅନୁସାରେ। କିନ୍ତୁ ଏ ମିଷ୍ଟେକ୍ ଅପରାଧ ମାନାଯାଏ ଆକ୍ଚୁଆଲି। ତେଣୁ କୌଣସି ବୈଷ୍ଣବକୁ ଆମେ ଜଜ୍ କରିବାନି ଏକ୍ସଟର୍ନାଲି, ବड़ी ସାବଧାନ ରହିବା।
ଆଁ, ତେଣୁ ସନାତନ ଗୋସ୍ୱାମୀ ବड़ी ବିନମ୍ରତା ପୂର୍ବକ ଏ ଗ୍ରନ୍ଥ ଲେଖିବା ପାଇଁ ଯେତେବେଳେ ନିବେଦନ କଲେ, ମହାପ୍ରଭୁ କହିଲେ ତମେ ଯାହା ବି ଲେଖିବ ସେଥିରେ କୃଷ୍ଣ ପ୍ରସନ୍ନ ହେବେ, କୌଣସି ତ୍ରୁଟି ରହିବନି। ଇଏ ହଉଛି ବୈଷ୍ଣବର ବିନମ୍ରତା। ଯୋଉ ସଦାଚାର ବୈଷ୍ଣବକୁ ଭଗବାନଙ୍କ କୃପା ଲାଭ କରିବାରେ ସହାୟତା କରେ, ଏ ହଉଛି ବିନମ୍ରତା। ସନାତନ ଗୋସ୍ୱାମୀ ବଡେ ବିଦ୍ୱାନ। ଯେତେବେଳେ ମୁସଲିମ ରାଜା ଶାସନରେ ଥିଲେ ପ୍ରଧାନମନ୍ତ୍ରୀ ରୂପରେ, ଆଁ, ହୁସେନ ସାହ ନିଜେ ସନାତନ ଗୋସ୍ୱାମୀ ପାଖରୁ ଆଦେଶ ନଉଥିଲେ କାର୍ଯ୍ୟ କରିବା ପାଇଁ, ବା ଓଡିଶା ଆକ୍ରମଣ କରିବେ, କଣ କରିବେ, ସବୁବେଳେ ନିର୍ଦ୍ଦେଶନ ନଉଥିଲେ। ଆଉ ଯେତେବେଳେ ମହାପ୍ରଭୁଙ୍କ ଚରଣାଶ୍ରୟ ନେଲେ, ସେ ବଡେ ବିନମ୍ରତା ପୂର୍ବକ କହିଲେ ରୂପ ସନାତନ, କହିଲେ ମତ୍ତୁଲ୍ୟ ନାସ୍ତି ପାପାତ୍ମା, କି ମୋ ଭଳିଆ ପାପୀ ବ୍ୟକ୍ତି ସଂସାର ନାହିଁ, କିନ୍ତୁ ମିଳଚ୍ଛ ଯବନ ସରକାର ଅଧୀନରେ ମୁଁ କାର୍ଯ୍ୟ କରିଛି। ଲୋକମାନେ ମତେ କହୁଛନ୍ତି ମୁଁ ବଡ ପଣ୍ଡିତ, ଗ୍ରାମ୍ୟ ବ୍ୟବହାରେ ପଣ୍ଡିତ କହି ମାନି, ଆପନାର ହିତାହିତ কিছু ନାହିଁ ଜାନି, কে আমি কেবা আমার যাবতা পত্রয়ে। ବड़ी ବିନମ୍ରତା ପୂର୍ବକ, ଦାନ୍ତରେ ତୃଣ ଧରି ମହାପ୍ରଭୁଙ୍କ ଚରଣ ଧରିଛନ୍ତି ସନାତନ ଗୋସ୍ୱାମୀ। ହଁ? ତେଣୁ ମହାପ୍ରଭୁ ଏଠି କହୁଛନ୍ତି ତମେ ଯାହା ଲେଖିବ ତମ ରଚନାରେ କୃଷ୍ଣ ପ୍ରସନ୍ନ ହେବେ। ଆଉ ତମର ସବୁ ଯୋଉ ଆଚରଣ ଅଛି, ବ୍ୟବହାର ଅଛି, ସେ ଜଗତକୁ ଆହୁରି ଆକର୍ଷିତ କରିବ ଭକ୍ତି ଦ୍ୱାରା। ଜଣେ ଭକ୍ତ ଉତ୍ତମ ସଦାଚାର ଦ୍ୱାରା ସଜ୍ଜିତ ହୁଏ। ଯେମିତି ଗୋଟେ ସ୍ତ୍ରୀ ସୁନ୍ଦର ଅଳଙ୍କାର ପିନ୍ଧିଲେ, ସିଙ୍ଗାର କରିଲେ ସୁନ୍ଦରତା ତାର ବଢିଯାଏ, ସେପରି ବୈଷ୍ଣବ ଯେତେବେଳେ ଆଚରଣ ଦେଖାଏ, ବ୍ୟବହାର ଦେଖାଏ, ତାର ମଧୁର ବଚନ, ମଧୁର ବ୍ୟବହାର ସମସ୍ତଙ୍କ ହୃଦୟକୁ ଜିତି ନିଏ ଆକ୍ଚୁଆଲି। ତେଣୁ ଆମେ ବୈଷ୍ଣବ ଖାଲି ଧୋତି କୁର୍ତ୍ତା ପିନ୍ଧି, ଜଣେ ଭକ୍ତ କହିଲେ 500 ଟଙ୍କାର ଭକ୍ତ, 500 ରୁପିଜ ଡିଭୋଟିସ୍। ଧୋତି 300 ଟଙ୍କାର, ଜପମାଳା ଆ, ଜପ ଛୋଲା 50 ଟଙ୍କାର, ଜପ ବିଡ୍ 20 ଟଙ୍କାର, ତିଲକ 10 ଟଙ୍କାର, ସବୁ ମିଶେଇଲେ କେତେ ଟଙ୍କାର ଭକ୍ତ? ନା 500 ଟଙ୍କାର ଭକ୍ତ। ନା 500 ଟଙ୍କା ଭକ୍ତ ଆସିନେ। ସଚ୍ଚା ବୈଷ୍ଣବ ଯୋଉ ଶାସ୍ତ୍ର ଅନୁସାରେ ହବା ପାଇଁ ଚେଷ୍ଟା କରିବା ଆକ୍ଚୁଆଲି। ତେଣୁ ବିନୀତ ଭାବରେ ଯେତେବେଳେ ଗଲେ, ମହାପ୍ରଭୁ ତାଙ୍କୁ ଏଇ ନିର୍ଦ୍ଦେଶ ଦେଲେ, କ୍योंकि ମୁଁ ତୁମକୁ କହିଛି ଲେଖିବା ପାଇଁ, ତମେ ଯାହା ଲେଖିବ ସେ ଜଗତର କଲ୍ୟାଣ ପାଇଁ ହେବ। ତେଣୁ ପ୍ରାରମ୍ଭିକ ସମୟରେ ସନାତନ ଗୋସ୍ୱାମୀ ପା ଯେତେ ଲେଖିଲେ, ପ୍ରଥମ କର୍ତ୍ତବ୍ୟ ଜଣେ ଏ, ସାଧକର ୟା ଜଣେ ଜୀବର, ସେ ହେଉଛି ପ୍ରାମାଣିକ ଆଦୌ ଗୁରୁ ପାଦାଶ୍ରୟ, ପ୍ରାମାଣିକ ଗୁରୁ ଚରଣାଶ୍ରୟ ନେବା। ଆଁ, ତେଣୁ ଏଇ ଯୋଉ ପୁସ୍ତକ ଅନେକ ଲୋକଙ୍କ ଜୀବନରେ ଦିଶା ପ୍ରଦାନ କରିବ, ବୈଷ୍ଣବ ସଦାଚାର ପାଳନ କରିବା ପାଇଁ ପାରମ୍ପରିକ ବିଧିରେ, ଗୁରୁ ଶିଷ୍ୟ ପରମ୍ପରା ଅନୁସାରେ। ହୁଁ। ହୁଁ। ତ ଏହି ପ୍ରକାରେ ସିଏ ବୈଷ୍ଣବ ସଦାଚାର ପୁସ୍ତକ ରଚନା ଆରମ୍ଭ କଲେ। ତେଣୁ ଆମେ ଯେତେବେଳେ କୌଣସି କାର୍ଯ୍ୟ କରୁଛେ, ଆମେ ଗୋଟେ ବିନମ୍ର ଭାବରେ କାର୍ଯ୍ୟ କରିବା। କି ଆମେ ସଂସାରିକ ବ୍ୟକ୍ତି, ଆଧ୍ୟାତ୍ମିକ ଚେତନା ବେଳେ ବେଳେ ଥାଏ, ବେଳେ ବେଳେ ନଥାଏ। ତେଣୁ ହ୍ୟୁମିଲିଟିରେ ସେବା କଲେ ଭଗବାନଙ୍କର ଦୃଷ୍ଟି ଆକର୍ଷଣ ଆମେ କରିପାରିବା। ହୁଁ। ତେଣୁ ଏଇ ଯୋଉ ସଦାଚାର ସମସ୍ତଙ୍କୁ ଭକ୍ତିମୟ ଜୀବନରେ ସତ୍ ଆଚରଣ ପାଳନ କରି ରହିବା ପାଇଁ ଦିଶା ପ୍ରଦାନ କରେ। ହୁଁ। ତେଣୁ ବେଳେ ବେଳେ ଆମେ ଗ୍ରନ୍ଥ ତ ପଢୁଛେ, କିନ୍ତୁ ସଦାଚାର ବିଷୟରେ ଆମେ ଅବଗତ ହଉନେ। ବହୁତ ଆବଶ୍ୟକ ଯେ ବୈଷ୍ଣବ ସଦାଚାରକୁ ପାଳନ କରିବା। ବୈଷ୍ଣବ ଖାଲି ଜ୍ଞାନ ଦ୍ୱାରା ଜଣାଯାଏ ନା, ତାର ଆଚରଣ ଆଦି ବି ଲୋକଙ୍କୁ ପ୍ରଭାବ ପକାଏ ଭକ୍ତ ଭକ୍ତି ପଥକୁ ସ୍ୱୀକାର କରିବା ପାଇଁ। ହୁଁ। ତେଣୁ ଭକ୍ତିର ଅନେକ ଅଙ୍ଗ ଅଛି, 64 ଅଙ୍ଗ, ଯେମିତି ଶିଲ ରୂପ ଗୋସ୍ୱାମୀ ପାଦ କହୁଛନ୍ତି। ଅର୍ଚ୍ଚା ବିଗ୍ରହ ସେବା ଆଦି ନେଇ ସବୁ ପ୍ରକାର ବିଷୟରେ, ସଦାଚାର କେମିତି ପାଳନ କରି ଜଣେ ଭକ୍ତି କରିବ, ସେ ବିଷୟରେ ଗ୍ରନ୍ଥ ବୈଷ୍ଣବ ସ୍ମୃତି ଶିଲ ସନାତନ ଗୋସ୍ୱାମୀ ଲେଖିଲେ। ତା ଦେହରେ ସବୁ ବୈଷ୍ଣବ ସିଦ୍ଧାନ୍ତ ଉପରେ ବି ସବୁ ସମ୍ମିଳିତ କରି ସେ ରଚନା କରିଛନ୍ତି। ତ ବୈଷ୍ଣବ ଏମିତି କିଛି କାର୍ଯ୍ୟ କରିବନି ଯାହା ତାକୁ କୃଷ୍ଣ ପ୍ରଦାନ କରିନାହାନ୍ତି। ହୁଁ। ତେଣୁ ଯେତେବେଳେ ଜଣେ ଅ, ପାରମ୍ପରିକ ବିଧିର ବ୍ୟତିକ୍ରମ କରେ ଓ ମର୍ଯ୍ୟାଦା ଉଲ୍ଲଂଘନ କଲେ, ସେ କୃଷ୍ଣଙ୍କୁ ଅପ୍ରସନ୍ନ କରେ। ତ ଆମେ ସେଇ ଜିନିଷ କରିବା ଯାହା ଆମକୁ ଦିଆଯାଇଛି କରିବା ପାଇଁ, ସେଇ ଦାୟରା ସୀମାରେ ରହିକି ଆମକୁ କରିବା ସର୍ବଶ୍ରେଷ୍ଠ। କବି ଆମେ ମର୍ଯ୍ୟାଦା ଉଲ୍ଲଂଘନ କରିବା ଠିକ ନୁହେଁ, ସଦାଚାର ଇଏ ପ୍ରଥମ ଲକ୍ଷଣ। କି ମର୍ଯ୍ୟାଦା ଉଲ୍ଲଂଘନ କରିବା ନାହିଁ। କୃଷ୍ଣ ଆମକୁ ଯାହା ଦେଇଛନ୍ତି, ପ୍ରଭୁପାଦ ଆମକୁ ଯାହା ଦେଇଛନ୍ତି, ସେଇ ଦାୟରରେ ରହି, ସେଇ ପରିଧିରେ ରହି, ପରିସୀମାରେ ରହି ଆମେ ସେବା କରିବା। ତେଣୁ ଆମେ ବଡି ସାବଧାନ ହୋଇକରି ଭକ୍ତି କରିବା। ବହୁତ ଲୋକ ବେଳେ ବେଳେ ଆଁ, ଏଠି ପଳେଇଲେ, ସେଠିକି ପଳେଇଲେ, ଇଏ ବାବା ଭଲ କହୁଛନ୍ତି ନା, ଆମକୁ ଯାହା ଦିଆଯାଇଛି ସେଇ ଦାୟରରେ ରହି ଆମକୁ ଭକ୍ତି କରିବା ସର୍ବଶ୍ରେଷ୍ଠ। ତେଣୁ ସବୁ ବିଷୟରେ
स्पष्ट धारणा सदाचार पुस्तक रे विस्तार रूप से सनातन गोस्वामी पाद दौरान, चाहे कृष्ण प्रसाद केमती स्वीकार करिया कथा, केमती भगवान को भोग लगा, केमती अपराध रु वंचित रहियो कथा, सब विषय रे एक संक्षिप्त धारणा विवरण सनातन गोस्वामी पाद दौरान। और भक्तर लक्षण की प्रकार, केमिति भक्तों सहित संग करने आवश्यक, से विषय रे भी दिशा प्रदान करुछंती। कि जनकु अभक्त संग करिया ठीक नुहे, भक्तर संग करिया उचित। और नित्य प्रति नियमित रूप रे नित्यम भागवत सेवया, भागवत श्रवण करिया, भागवत क्लास अटेंड करिया बहुत आवश्यक। तेणु आम जब भक्ति रे लंबा रहिया को चाहूचे, तेणु जो विधि विधान दिया जाइछि ताकू पालन करिया बहुत आवश्यक, नहीं तो आम भक्ति रे बहुत जल्दी दुर्बल हो जावा। ଯେମିତି ଜଣେ ବ୍ୟକ୍ତି ଆହାର ନ ନେଲେ ସେ ଦୁର୍ବଳ ହେଇଯାଏ, ସେହିପରି ଆଧ୍ୟାତ୍ମିକ ଆହାର ନ ନେଲେ, ଶ୍ରବଣ କୀର୍ତ୍ତନ ଆଦି ନ କଲେ ଆମେ ବି ଆଧ୍ୟାତ୍ମିକ ରୂପ ସେ ଦୁର୍ବଳ ହେଇଯିବା। ହୁଁ। ଆଉ ପ୍ରଭୁପାଦ ଯେ କି ରୂପାନୁଗ ଭକ୍ତ, ଯିଏ ରୂପ ସନାତନ ପଦାଙ୍କ ଅନୁସରଣ କରିଛନ୍ତି, ପ୍ରଭୁପାଦ କହନ୍ତି এই ଇସ୍କନ ହଉଛି ରୂପ ସନାତନ ଶାଖା, ଚୈତନ୍ୟ ପକ୍ଷର ରୂପ ସନାତନ ଶାଖାର ଏକ ଅଂଶ। ଆଉ ପ୍ରଭୁପାଦ ନିଜେ ସନାତନ ଗୋସ୍ୱାମୀ ପାଦଙ୍କର ଯୋଉ ଶିକ୍ଷା ଅଛି, जो कि वैष्णव स्मृति हरिभक्ति विलास अनुसारे तार शिक्षा गुड़िक इस्कन रे इम्प्लीमेंट करछन्ति एक्चुअली। हाँ। केमती उपवास रखिवा, केमती प्रति 15 दिन एकादश रखिया, विशेष दिन रे भगवान का विशेष दिन रे उपवास रखिवा आदि विधि सब वर्णन अछि, ताको प्रभुपाद इस्कन ने अडॉप्ट करिसन्ति। तेणु मुख्यतः ये सब जो सनातन गोस्वामी पादଙ୍କର जो विशेष दिग्दर्शन, भक्ति संबंधी सदाचार संबंधित अनेक स्थान रूप गोस्वामी पाद भी भक्ति रसामर सिंधुरे में से विषय पर वर्णन करिसन्ति। हाँ। ତେଣୁ ଭକ୍ତ ଯାହା ପାଳନ କରିବ, ସଦାଚାର ପାଳନ କରିବ, ସେ ଶାସ୍ତ୍ର ଅନୁସାରେ ହବା ଦରକାର। ନିଜ ମନ ଗଠନ या सामाजिक विधि विधान अनुसार नुहे, जहाँ शास्त्र निर्देश पूर्ववर्ती आचार्य निर्देश अच्छी से अनुसार से सदाचार पालन करिव। तेणु प्रभुपाद सदाचार विषय रे किछि निजर प्रवचन आदि रे कहिसंती, किछि पुस्तक रे कहिसंती। प्रभुपाद कहउचंती वृंदावन निवासी सबु वैष्णव, और से माने परम पवित्र। तो वृंदावन में वास करिया पई निरंतर भगवान का नाम उच्चारण करिया उचित। हाँ। तो जामे जेतବେଳେ वृंदावन जीवा, हम वृंदावन सबु ब्रजवासी को सम्मान करिया बहुत आवश्यक, जी जो अवस्था रे भी अच्छी। हम्म। क्योंकि वृंदावन रहिया जो माने अछंती वृंदावन वासी ब्रजवासी, से कौनसी न कौनसी प्रकार प्रत्यक्ष अप्रत्यक्ष रूप रे धाम रे वास करुछंती। आ भगवान कर नाम कीर्तन रे भी भाग नउछंती। हम्म। आउ आध्यात्मिक जीवन सबुठु बड़ बाधा होची वैष्णव अपराध। हम्म। हाथी माताल अपराध जादर भक्ति समाप्त हो जाए। तेणु जनक भजन करियार अछि, वैष्णव अपराध रु वंचित रही करियार अछि, नहीं तो अपराध बेल हृदय को कठोर कर दिए। भक्ति सबसे बड़ा अवरोध होची अपराध। हम्म। तो सब वैष्णव सिद्धांत भितर जो मूल सिद्धांत होची शिक्षाष्टकम तृतीय श्लोक, तृणादपि सुनिचेन तरोरपि सहिष्णुना अमानिन मानदेन कीर्तनीय सदा हरि। स्वयं को निज को घास ठू भी तुच्छ मने करी, स्वयं को मार्ग में पड़े हुए तिनका से भी अधिक नीच मानकर, वृक्ष से भी अधिक सहनशील होकर, मिथ्या मान की भावना से सर्वदा शून्य रहकर दूसरों को सदा ही पूर्ण मान देने वाला होना चाहिए। ऐसी स्थिति में ही व्यक्ति हरिनाम का सतत कीर्तन कर सकता है।
ତେଣୁ ଅନେକ ନିୟମ ଅଛି। ଏଇ ଯୋଉ ନିୟମଟା ହଉଛି ଗୌଡୀୟ କଣ୍ଠାହାର ୟା ଗୌଡୀୟ ଆ, ଆ, ଗଲା କା ମାଳା के समान କଣ୍ଠାହାର। ଆ, ତେଣୁ ଜଣକୁ ବିନମ୍ର ରହିବା, ସହନଶୀଳ ରହିବା ବହୁତ ଆବଶ୍ୟକ। ଇଏ ହଉଛି ସରଳତା ହିଁ ବୈଷ୍ଣବତା। ହୁଁ। ତ ବୈଷ୍ଣବ ଭଲେ ହିଁ ସରଳ ଆଉ ସହିଷ୍ଣୁ, ବିନମ୍ର और ସହିଷ୍ଣୁ, କିନ୍ତୁ ବୈଷ୍ଣବକୁ ଦୁର୍ବଳ ଭାବିବା ଠିକ ନୁହେଁ। ପ୍ରଭୁପାଦ କହନ୍ତି ବୈଷ୍ଣବ ଆର୍ ଲାଇକ୍ ଥଣ୍ଡର ବୋଲ୍ଟ। କଣ କହନ୍ତି ପ୍ରଭୁପାଦ? ନା କୁସୁମାଦପି କୋମଲାମ୍ ବଜ୍ରାଦପି କଠୋରମ୍। ହୁଁ। ପ୍ରଭୁପାଦ के ଷ୍ଟେଟମେଣ୍ଟ ଆପଣମାନେ ଶୁଣିଥିବେ କି ବୈଷ୍ଣବ ଯେତେବେଳେ ଭକ୍ତ ସମାଜରେ ରହେ, ଆଉ ଗୋଟେ ପ୍ରଭୁପାଦ କଣ କହନ୍ତି? ଜଷ୍ଟ ଲାଇକ୍ ଏ ଲାୟନ when preach like a lion and stay like a lamb। ଲାମ୍ ମାନେ ମେମନା କହନ୍ତି ହିନ୍ଦୀରେ। ଆମର ଯେମିତି ଓଡ଼ିଆରେ କଣ କହିବା? ଅ, ଛେଳି ଛୁଆ, ଛେଳି ଛୁଆ ନା କଣ କହିବା? ମେମନା। ସିଂହ ଛୁଆ। ସିଂହ ଛୁଆ ଆଉ ଛେଳି ଛୁଆ। ତେଣୁ ବୈଷ୍ଣବ କେମିତି ନା ବଜ୍ରାଦପି କଠୋରମ୍, ଯଦି ପ୍ରଚାର କରେ ସିଏ ସିଂହ କଠୋର ଶବ୍ଦରେ କହେ ସତ୍ୟକୁ ସଂସାରରେ ପ୍ରତିପାଦିତ କରିବା ସମୟରେ। ଆगे ଭକ୍ତ ସମାଜରେ ସେ କେମିତି ରହେ ନା କୁସୁମାବତୀ କମଳମ୍, ହୃଦୟ ବହୁତ କୋମଳ ତାର। ତ ବାହାର ଉପରେ ବୈଷ୍ଣବ କଠୋର ପ୍ରତୀତ ହେଲେ ହୃଦୟ ବହୁତ ସଫ୍ଟ। ତ ପ୍ରଭୁପାଦ ଆଉ ଗୋଟେ ଷ୍ଟେଟମେଣ୍ଟ କହନ୍ତି କଣ? ଲାଇକ୍ ଏ ଇଂଲିଶ ମ୍ୟାନ୍ ଆଣ୍ଡ ହାର୍ଟ ଲାଇକ୍ ଏ ବେଙ୍ଗଲୀ ଓମେନ୍। ବେଙ୍ଗଲୀ ମା ମାନେ, ବେଙ୍ଗଲୀ ମଦର, ବେଙ୍ଗଲୀ ମା ମାନେ ବଡ ହୃଦୟରୁ କୋମଳ। ଆଉ ଷ୍ଟ୍ରିକ୍ଟ କେମିତି, ଡିସିପ୍ଲିନ କେମିତି? ନା ବ୍ରିଟିଶ ଆର୍ମି ଭଳିଆ, ଆର୍ମି ଅଫିସର ଭଳିଆ। ତେଣୁ ବୈଷ୍ଣବ ସେଇ ଭଳିଆ ନିୟମ ପାଳନରେ ସେ ବହୁତ ଷ୍ଟ୍ରିକ୍ଟ। ଟାଇମ ପିପୁଲ ଡିସିପ୍ଲିନ ଏସବୁରେ କେମିତି ନା ଆର୍ମି ଭଳିଆ। ନା କି ବ୍ରିଟିଶ ମ୍ୟାନ। ବ୍ରିଟିଶ ଲୋକ ବହୁତ ଟାଇମ ଟେବୁଲ, ଗୋଟେ ମିନିଟ ଡିଲେ ହେଲେ ଫାଶୀ ଫାଶୀ ଚଢିଯିବ। ଆଉ ହୃଦୟ କେମିତି ନା ବେଙ୍ଗଲୀ ମଦର ଭଳିଆ। ତେଣୁ ବୈଷ୍ଣବ ଏଇଭଳିଆ ହବା ଦରକାର। ବଜ୍ରାଦପି କଠୋରମ୍ କୁସୁମ ଅପି କୋମଲମ୍। ଆଁ। ତେଣୁ ଯେତେବେଳେ ଆମେ ଭକ୍ତ ସମାଜରେ ଅଛେ, ବ୍ରହ୍ମଚାରୀ ଆଶ୍ରମରେ ଅଛେ, ଭକ୍ତଙ୍କ ସହିତ ବ୍ୟବହାର କେମିତି କରିବା? ନା କୋମଳ ବ୍ୟବହାର କରିବା। ଆଉ ଯେତେବେଳେ ଆମେ ପ୍ରଚାର କରିବା, ସିଂହ ଭଳିଆ, ଉଁ, ସିଂହ ଯେମିତି ଦାହାଡେ, ଆଁ, ଗର୍ଜନା କରେ, ସେଇଭଳିଆ ପ୍ରଚାର ସତ୍ୟ ସ୍ଥାପିତ କରିବା ପାଇଁ ଗର୍ଜନା କରେ। ସତ୍ୟ ପାଇଁ ଗର୍ଜନା କଲେ କଣ ହବ? ନା ଯେତେ ଅମଙ୍ଗଳ ସଂସାରରେ ସେ ସବୁ ଚାଲିଯିବ। ତେଣୁ ବୈଷ୍ଣବକୁ କେବେ ଦୁର୍ବଳ ଭାବିବା କଥା ନୁହେଁ। ବୈଷ୍ଣବ ବହୁତ ଶକ୍ତିଶାଳୀ। ଦରକାର ପଡ଼ିଲେ ବୈଷ୍ଣବ ଯୁଦ୍ଧ ବି କରିପାରେ। ଅର୍ଜୁନ ଯୁଦ୍ଧ ପାଇଁ ଗାଣ୍ଡିବ ଉଠେଇଲେ। ଆଁ, ଆଉ ହନୁମାନ ଲଙ୍କା ଜଳେଇ ଦେଲେ। ଆମର ଆଉ ଜଣେ ଭକ୍ତ କହିଲେ ଗୌରଗୋବିନ୍ଦ ମହାରାଜ କରତାଳ ପକେଇଦେବେ। ଯିଏ ଭକ୍ତ ଶୋଉଥିବ ଇଏରେ କ୍ଲାସ ଫ୍ଲାସରେ, ମହାରାଜ ଫଟକିନି। ବହୁତ ଷ୍ଟ୍ରିକ୍ଟ एक्चुअली डिसिप्लिन। तो वैष्णव कुछ भी करिपारे। ତା ହାତରେ କରତାଲ ଅଛି। वैष्णव ही पावरफुल। तो बोथ फिजिकाली एंड स्पिरिचुअली, आध्यात्मिक रूपरे भी भौतिक रूपरे वैष्णव बहुत सबल एक्चुअली। तो वैष्णव बाहरी रूपरे भले ही रोगिणा देखा जाए, या शारीरिक गठन में किसी त्रुटि थाई पारे। जेंति उपदेशामृत गोटे श्लोक अछि, गंगा नखलु वेद वेद फुवन पेन पंके। अ, दुष्ट स्वभाव जनिते बपु इह, कि वैष्णव को कभी बाहरी शरीर ढांचारू अनुमान लगाया उचित नुहे। वैष्णव द्वारा शुणिकिनी आमे वैष्णव विषय जानी परिबा। तेणु वैष्णव को बाहरी शरीर आकलन लगाया कथा नहीं। तो वैष्णव बहुत शक्तिशाली है। हम्म, बहुत स्पिरिचुअल पावर और आध्यात्मिक बल पूर्ण। जमती जगन्नाथ दास बाबाजी महाराज को जो भक्तिनाथ ठाकुर नहीं कि आसिले असली मायापुर स्थान को, जोठी पूर्व ना था मियापुर। भक्तिनाथ ठाकुर नहीं आसिले प्रतिपादित करने, ये हूँ गौरांग महाप्रभुଙ୍କର जन्मस्थान। ଯେମିତି ଆସିଛନ୍ତି ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କର ଯୋଉ ସେବକ ଥିଲା ବିହାରୀ ଟୋକରୀରେ ନେଇକି ଆସିଥିଲା, ତୁରନ୍ତ ସେ ଟୋକରୀରୁ ତାଙ୍କୁ ସେତେବେଳେ ବୟସ 140 ବର୍ଷ। ତା ଆଖି ଭ୍ରୁଲତା ଏମିତି ପଡିଯାଏ। ସେ ତୁରନ୍ତ ସେ ଟୋକରୀରୁ ଡେଇଁ ପଡିଲେ ଆଉ ନାଚିବାକୁ ଲାଗିଲେ, ଏଇ ଗୌରାଙ୍ଗର ଜନ୍ମସ୍ଥାନ, ଏଇ ନିମାର ଜନ୍ମସ୍ଥାନ, ଏଇ ନିମାର ଜନ୍ମସ୍ଥାନ। ତେଣୁ ବୈଷ୍ଣବ ଏ ସଂସାର ନିୟମରୁ ପରେ ଆକ୍ଚୁଆଲି। ଭଲେ ହିଁ ବାହାର ଉପରେ ବୁଢା ଲାଗନ୍ତି, ବୈଷ୍ଣବକୁ ବାହାରୁ ସେ କଠିନ। ଆଉ ଯେମିତି ছিল ପ୍ରସଙ୍ଗ ଆସିଥିଲା ନରୋତ୍ତମ ଦାସ ଠାକୁର। ନରୋତ୍ତମ ଦାସ ଠାକୁର ବାହାରୀ ରୂପରେ ବୃଦ୍ଧ ହେଇଯାଇଥିଲେ। କିଛି ଜାତି ବ୍ରାହ୍ମଣ ତାଙ୍କୁ ତାଙ୍କୁ ନିନ୍ଦା କଲେ, କହିଲେ ଦେଖ ଦେଖ ଇଏରେ ଇଏ ବ୍ରାହ୍ମଣ ମାନଙ୍କୁ ଦୀକ୍ଷା ଦେଉଥିଲା, ଶୂଦ୍ର ହିଁ ବ୍ରାହ୍ମଣଙ୍କୁ ଦୀକ୍ଷା ଦେଉଥିଲା। ତେଣୁ ନରୋତ୍ତମ ଦାସ ଠାକୁରଙ୍କ ଶିଷ୍ୟ ଗଙ୍ଗାନାରାୟଣ ଚକ୍ରବର୍ତ୍ତୀ ପାଦ କହିଲେ, ଗୁରୁଦେବ, ଆମେ ଆପଣଙ୍କ ନିନ୍ଦା ସହିପାରୁନୁ, ଆପଣ କିଛି କରନ୍ତୁ।
ନରନାଥ ତୁରନ୍ତ ଉଠି କୀର୍ତ୍ତନରେ ନାଚିବାକୁ ଆରମ୍ଭ କଲେ। ହଁ, ତେଣୁ ବୈଷ୍ଣବ କୁ ଦୁର୍ବଳ ମାନିବା ଠିକ ନୁହେଁ। ହଁ, ଯେମିତି କୃଷ୍ଣଦାସ କବିରାଜ ଗୋସ୍ୱାମୀ 94 ବୟସରେ ହାତ ଥରୁଛି, ସିଏ ଚୈତନ୍ୟ ଚରିତାମୃତ ରଚନା କଲେ। ହଁ, ଚୈତନ୍ୟ ଚରିତାମୃତ ନିଜେ ବର୍ଣ୍ଣନା କରିଛନ୍ତି। আমি বৃদ্ধ জরা তুর লিখিতে কাঁপে কর, মনে কিছু স্মরণ না হয়, না দেখিয়া নয়নে, না শুনিয়া শ্রবণে, তবু লিখিଏ ବଡ଼ ବିସ୍ମୟ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ବାଦ କହୁଛନ୍ତି, ଚୈତନ୍ୟ ଚରିତାମୃତ ଲେଖିଛନ୍ତି, ସେ କେମିତି କହୁଛନ୍ତି କି ଆମେ ବୃଦ୍ଧ, ମୁଁ ବୁଢା ହେଇଗଲିଣି। ଆମେ ବୃଦ୍ଧ ଜରାତୁର, ମୁଁ ଯେ ରୋଗଗ୍ରସ୍ତ ହେଇନି, ଜରା ଅବସ୍ଥା ବୁଢା ଅବସ୍ଥାର ସବୁ ଲକ୍ଷଣ ଆସିଗଲାଣି ମୋ ଦେହରେ। ଆମେ ବୃଦ୍ଧ ଜରାଥୁର ଲିଖିତେ କାଁ ପାଇକାର, ତ ଲେଖିବାକୁ ଚେଷ୍ଟା କରୁଛି, ମୋ ହାତ ଥରୁଛି। ମନେ କିଛି ସ୍ମରଣ ନାହିଁ, ବୁଢା ହେଇଯିବା କାରଣରୁ ମନରେ କିଛି ସ୍ମରଣ ଆସୁନି। ନା ଦେଖିଆ ନୟନେ, ମତେ ଆଖିକୁ କିଛି ଦେଖାଯାଉନି ବୁଢା ଅବସ୍ଥା ଯୋଗୁ। ନା ଶୁଣିଆ ଶ୍ରବଣେ, କାନକୁ ଶୁଣି ପାରୁନି। ତା ତା ବି ମୁଁ ଲେଖିପାରୁଛି, ଏ ବଡ ଆଶ୍ଚର୍ଯ୍ୟ ବିଷୟ ଆକ୍ଚୁଆଲି। ତେଣୁ ଗୁରୁ ବୈଷ୍ଣବଙ୍କ ଆଶୀର୍ବାଦରେ ଅସମ୍ଭବ ବି ସମ୍ଭବ ହେଇଯାଏ। ହଁ, ଆଉ ଦୁଇଟା ଶକ୍ତି, ଆଧ୍ୟାତ୍ମିକ ଶକ୍ତି, ଭୌତିକ ଶକ୍ତି ସ୍ୱତଃ ସଞ୍ଚାରିତ ହେବାକୁ ଲାଗେ। ଆଉ ବୈଷ୍ଣବକୁ ସମସ୍ତଙ୍କୁ ସମ୍ମାନ କରିବା ଉଚିତ, କାହାକୁ ଅସମ୍ମାନ କରିବା ଠିକ ନୁହେଁ। ଅମାନିନା ମାନ ଦେନା। ତ ସର୍ବଦା ଅନ୍ୟକୁ ସମ୍ମାନ ଦେବାର ଭାବନା ରହିବା ଉଚିତ, ନିଜ ସମ୍ମାନ ପାଇଁ ଲାଳସା ହେବା ଉଚିତ ନୁହେଁ। ଆଉ ଗୋଟେ ବୈଷ୍ଣବ ଗୁଣ କଣ ନା, ବୈଷ୍ଣବ ଅଦୋଷଦର୍ଶୀ। ଅଦୋଷଦର୍ଶୀ ମୋର ପ୍ରଭୁ ନିତ୍ୟାନନ୍ଦ, ନାଭଜିଲୁ ହେନ ପ୍ରଭୁ ଚରଣାରବିନ୍ଦ। ତ ବୈଷ୍ଣବ କାହାର ଦୋଷ ଦେଖେ ନା, ନିଜ ଭିତରେ ଦୋଷ ଦେଖେ, ଅନ୍ୟ ସମସ୍ତଙ୍କ ଭିତରେ ଗୁଣ ଦେଖେ। ହୁଁ। ତେଣୁ ବୈଷ୍ଣବ କେବଳ ସ୍ୱୀକାର କରେ ଅନ୍ୟର ଗୁଣ, କାହାର ଦୋଷ ଦେଖେ ନା। ଦଦୋଷଦର୍ଶୀ ମାନେ ଯିଏ କାହାର ଦୋଷ କେବେ ଦେଖେ ନା, କେବଳ ଅନ୍ୟ ଭିତରେ ଗୁଣ ଦେଖେ, କାହାର ଦୋଷ ଦେଖେ ନା। ହୁଁ, ହୁଁ। ଆଉ ବୈଷ୍ଣବ ନିରନ୍ତର ନିଜ ଗୁରୁଦେବଙ୍କ ଆଦେଶ ପାଳନ ପାଇଁ ତତ୍ପର ଥାଏ। ହୁଁ। ତେଣୁ ଚୈତନ୍ୟ ଚରିତାମୃତ ରଚନା କରିବା ପୂର୍ବରୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସବୁ ଗୁରୁ ବୈଷ୍ଣବଙ୍କ ଠାରୁ ଆଦେଶ ନେଉଛନ୍ତି, ମୁଁ ଏ କାର୍ଯ୍ୟ କରି ମୋତେ ସହାୟତା କରନ୍ତୁ, ମୋତେ ଆଶୀର୍ବାଦ କରନ୍ତୁ, କାର୍ଯ୍ୟ ସଫଳତା ହୁଏ। ହୁଁ। ତେଣୁ ଆମେ ଯେତେବେଳେ ଭକ୍ତିମୟ କାର୍ଯ୍ୟ କରୁଛେ, ଆମ ନିଜର ଗୁରୁଜନଙ୍କ ଠାରୁ ଅନୁମତି ନେବା ବହୁତ ଆବଶ୍ୟକ। ସେମାନଙ୍କ ଆଶୀର୍ବାଦରେ କାର୍ଯ୍ୟ ବଡ଼ ସରଳ ରୂପରେ ହେଇଯାଏ। ହୁଁ। ଆମେ ବେଳେ ବେଳେ ମନ୍ଦିରରେ କିଛି ସେବା କରୁ, ଆମେ ଭାବୁ ନିଜେ କରିଦବୁ, ସେଟା ଭକ୍ତି କାର୍ଯ୍ୟ ନୁହେଁ। ଆମେ କେତେ ଶରଣାଗତ ହଉଛେ, ଗୁରୁ ବୈଷ୍ଣବଙ୍କ ଆଶୀର୍ବାଦ ନେଇ କରୁଛେ, ଅନୁମତି ନେଇ କରୁଛେ, ପଚାରି କରୁଛେ। ଏଇଟା ବୈଷ୍ଣବ ସଦାଚାର। ଯେତେବେଳେ ପରୀକ୍ଷିତ ମହାରାଜ କୁ ସାପ ଦେଲେ, କିଏ ଶ୍ରୀଙ୍ଗି ଋଷି ସାପ ଦେଲେ, ସମୀକ ଋଷିଙ୍କ ପୁତ୍ର ପରୀକ୍ଷିତ ମହାରାଜ ନିଜେ ଜାଣିଛନ୍ତି କଣ କରିବା କଥା ପରିସ୍ଥିତିରେ। ତାও ସେ ନିଜେ ଯାଇ ପ୍ରଶ୍ନ କରୁଛନ୍ତି ନିଜର ସଭାସଦ ପଣ୍ଡିତ ମାନଙ୍କୁ, କି ଯୋଉ ବ୍ୟକ୍ତି ମୃତ୍ୟୁର ବହୁତ ନିକଟ, ତାକୁ କଣ କରିବା ଉଚିତ। ତେଣୁ ଦିସ୍ କନସଲଟାନ୍ସ ନେଚର ଇଜ ଭେରି ପ୍ଲିଜିଂ ଟୁ ଲର୍ଡ। ଆମେ ଯୋଉ ପଚାରି କାର୍ଯ୍ୟ କରୁଛେ, ଏଇଟା ଭଗବାନଙ୍କୁ ବଡ ପ୍ରସନ୍ନତା କରାଏ ଆକ୍ଚୁଆଲି, ଏଭଳିଆ ଭାବନା। ହୁଁ। ତ ଆମେ ଯେ ସ୍ୱତନ୍ତ୍ର ହେଇ ସେବା କରୁଛେ, ସେଥିରେ ଭଗବାନ ଏତେ ପ୍ରସନ୍ନ ହେବେନି। ଯେମିତି ସୁନ୍ଦର ପ୍ରସଙ୍ଗ ଆସିଛି ପ୍ରଚେତାଙ୍କ ବିଷୟରେ, ଚତୁର୍ଥ ସଙ୍ଗ 30 ଅଧ୍ୟାୟରେ 8 ନମ୍ବର ଶ୍ଲୋକ। ପ୍ରଚେତା ମାନେ ଶିବଜୀଙ୍କ ଦ୍ଵାରା ନିର୍ଦ୍ଦେଶନ ପ୍ରାପ୍ତ କରି ତପସ୍ୟା କଲେ, ଆଉ ତାଙ୍କ ତପସ୍ୟାରେ ପ୍ରସନ୍ନ ହେଇ ଭଗବାନ ନାରାୟଣ ନିଜେ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ଭଗବାନ କହିଲେ, ମୁଁ ତମମାନଙ୍କର ନିଜ ନିଜ ତପସ୍ୟାରେ ସେତେ ପ୍ରସନ୍ନ ନୁହେଁ, ତମେ ଯୋଉ ମିଳିମିଶି ରହୁଛ ସେଇଟା ମତେ ବହୁତ ପ୍ରସନ୍ନତା ଦେଇଛି। ବର୍ତ୍ତମାନ ମାଗ କଣ ମାଗୁଛ। ଭଗବାନ ବେଶୀ ପ୍ରସନ୍ନ ହୁଅନ୍ତି ଆମର ଅଲଗା ଅଲଗା ଭକ୍ତି ଦ୍ୱାରା ନାହିଁ, ମିଳିମିଶି ଯେତେବେଳେ ଭକ୍ତି କରୁଛେ ସେଟା ଭଗବାନଙ୍କୁ ବେଶୀ ପ୍ରସନ୍ନ ଦିଏ। ହୁଁ। ତେଣୁ ହୁଏତ ଜଣେ ବହୁତ ବେଦର ଜ୍ଞାନ ଅଛି, ଶ୍ଲୋକ ଜାଣିଛି, ବହୁତ ଶାସ୍ତ୍ର ପଢିଛି, ବହୁତ ଲୀଳା ଜାଣିଛି, ତା ଭିତରେ ଯଦି ଆଚରଣ ଭଲ ନାହିଁ, ତାହେଲେ ସେ ଭଲ ବୈଷ୍ଣବ ନୁହେଁ। ତାର ବିପରୀତ, ଜଣେ ଯଦି କିଛି ବି ଜାଣିନି, ତାର ଆଚରଣ ଭଲ ଅଛି, ସିଏ ଭଗବାନଙ୍କ ଦ୍ଵାରା ଆଁ, ଭଗବାନଙ୍କର ପ୍ରିୟ ପାତ୍ର ଆକ୍ଚୁଆଲି। ତେଣୁ ଆମେ ତେଣୁ କୁହାଯାଏ ଯେ ପ୍ରିଚ୍ ହ୍ୱାଟ ୟୁ ପ୍ରାକ୍ଟିସ। ଆମେ ଯାହା କହୁଛେ, ଯାହା ଲୋକଙ୍କୁ ଜଣାଉଛେ, ନିଜେ ବି ତାହାର ଅଭ୍ୟାସ କରିବା ବହୁତ ଆବଶ୍ୟକ। ହୁଁ। ତ ଏ ଦ୍ୱାରା ଆମ ଭିତରେ ସଦାଚାର ସ୍ୱତଃ ଆସିବ। ହୁଁ।
ତ ସଦାଚାର ପାଳନ କରିବା ଦ୍ୱାରା ବ୍ୟକ୍ତିର ଦୀର୍ଘାୟୁ ହେଇଯାଏ, ଆଉ ସବୁ ଅମଙ୍ଗଳ ବି ଦୂର ହେଇଯାଏ। କି ଆମେ ଧର୍ମ ପଥରେ ଚାଲିଛେ, ଧର୍ମର ଦିଶା ନିର୍ଦ୍ଦେଶନା ଅନୁସାରେ ଚାଲିଛେ। ଧର୍ମ ରକ୍ଷତି ରକ୍ଷିତାମ୍। ଯିଏ ଧର୍ମର ରକ୍ଷା କରୁଛି, ଧର୍ମ ତାର ବି ରକ୍ଷା କରିବ। ତେଣୁ ଯେ ସତ୍ ପଥରେ ଆମେ ଛୋଟବେଳା ପ୍ରାର୍ଥନା ଗାଉଥିଲେ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମତେ, ଆମେ ସ୍କୁଲରେ ସବୁ ପ୍ରାର୍ଥନା ଗାଉଥିଲେ। ସେ ପ୍ରାର୍ଥନା ଅର୍ଥ ବି ଆମକୁ ଜଣା ନଥିଲା। କିନ୍ତୁ ବର୍ତ୍ତମାନ ପ୍ରଭୁପାଦଙ୍କ ଆନ୍ଦୋଳନ ଯୋଡିବା ପରେ ଆମେ ଜାଣୁଛେ ପ୍ରାର୍ଥନାର ବାସ୍ତବିକ ମୂଲ୍ୟ କଣ, କି ଆମେ ରିଏଲି ସତ୍ୟ ପଥରେ ଯିବାକୁ ଚାହୁଁଛୁ, ଧର୍ମ ପଥରେ ଯିବାକୁ ଚାହୁଁଛୁ। ସତ୍ୟ କଣ, ଧର୍ମ କଣ, ବର୍ତ୍ତମାନ ପ୍ରଭୁପାଦଙ୍କ ବହିରେ ବୁଝିପାରୁଛୁ କି ସତ୍ୟ କାହାକୁ କହନ୍ତି, ଭାଗବତମ କହୁଛି ସତ୍ୟ କଣ। ସେତେବେଳେ ତ ଆମେ ଯେମିତି ଶୁଆ ସାରି ଯେମିତି କିଛି ଶ୍ଲୋକ ଉଚ୍ଚାରଣ କରନ୍ତି ସେଇଭଳିଆ ଆମେ ପଢି ଦଉଥିଲେ। କିନ୍ତୁ ବର୍ତ୍ତମାନ ପ୍ରଭୁପାଦଙ୍କ ପୁସ୍ତକରୁ ଆମେ ଜାଣିବାକୁ ପାଉଛେ ସତ୍ୟ କଣ, ଧର୍ମ ରାସ୍ତା କଣ। ଖାଲି କହିବାକୁ ନୁହେଁ, ସଚମୁଚ ସତ୍ୟ କାହାକୁ କହନ୍ତି, ଧର୍ମ କାହାକୁ କହନ୍ତି, ସେ ରାସ୍ତାରେ ଚାଲିବା। ତେଣୁ ଜଣେ ଯଦି ବୈଷ୍ଣବ ସଦାଚାର ପାଳନ କରିବ, ତାର ଆୟୁ ବି ବଢିବ, ହଁ, ତାର ଯଶ ବି ବଢିବ, ଆଉ ଧୀରେ ଧୀରେ ଅମଙ୍ଗଳ ସାରା ଦୂର ହେଇଯିବ। ହୁଁ। ତେଣୁ ଜଣେ ବୁଦ୍ଧିମାନ ବ୍ୟକ୍ତିକୁ ବଡେ ସାବଧାନ ସହକାରେ ବୈଷ୍ଣବ ସଦାଚାର ପାଳନ କରିବା ଆବଶ୍ୟକ। ତେଣୁ ଆମେ ଯେତେ ବୈଷ୍ଣବ ସଦାଚାର ପଢିବା ଆଉ ବାରମ୍ବାର ତାକୁ ସ୍ମରଣ କରିବା, ନିଧିଧ୍ୟାସନ କରିବା, ତା ଦ୍ୱାରା ସ୍ୱାଭାବିକ ରୂପେ ଆମେ ବୈଷ୍ଣବ ସଦାଚାର ବାହାରି ଉପରେ ବି ପାଳନ କରିବା। ଆଉ ବୈଷ୍ଣବ ଆହୁରି ସୁନ୍ଦର ଦେଖେ ଯେତେବେଳେ ସେ ବୈଷ୍ଣବ ସଦାଚାର ପାଳନ କରେ। ହୁଁ। ତେଣୁ ବୈଷ୍ଣବ ସଦାଚାର ପାଳନ ଦ୍ୱାରା ଆମ ହୃଦୟ ଆହୁରି ଶୁଦ୍ଧ ହେଇଯାଏ, ଆହୁରି ଶୁଦ୍ଧ କୃଷ୍ଣ ଚେତନାରେ ଆମେ ସ୍ଥିତ ହଉ। ହୁଁ। ତେଣୁ କିଛି କିଛି ପ୍ରାରମ୍ଭିକ ଷ୍ଟେପ ବୈଷ୍ଣବ ବିଧିବିଧାନ ପାଳନ କରିବା ପାଇଁ ବର୍ଣ୍ଣନା ହଉଛି, କି ଆମକୁ ଗୁରୁକୁ ଗୁରୁଦେବଙ୍କୁ ସମ୍ମାନ କରିବା ବହୁତ ଆବଶ୍ୟକ, ତାଙ୍କୁ ପ୍ରଣାମ କରିବା ବହୁତ ଆବଶ୍ୟକ, ଭଗବାନଙ୍କୁ ପ୍ରଣାମ କରିବା ଆବଶ୍ୟକ, ଭଗବାନଙ୍କର ଭକ୍ତମାନଙ୍କୁ ପ୍ରଣାମ କରିବା ଆବଶ୍ୟକ, ନିଜଠାରୁ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ଆବଶ୍ୟକ। ହୁଁ। ତେଣୁ ଏ ବିଧି କୁ କୁହାଯାଏ ଶରୀର ତପସ୍ୟା। ଭଗବାନ ଆମକୁ ସୁନ୍ଦର ମନୁଷ୍ୟ ଶରୀର ଦେଇଛନ୍ତି, ଯୋଉ ଶରୀର ଅନେକ ଜନ୍ମ ପରେ ପ୍ରାପ୍ତ ହୁଏ, ଦୁର୍ଲଭତାରେ ପ୍ରାପ୍ତ ହୁଏ। ଆଉ ଏ ଶରୀର ମିଳିଛି ଇନ୍ଦ୍ରିୟ ତୃପ୍ତି ପାଇଁ ନୁହେଁ, ଏ ଶରୀର ମିଳିଛି ଭଗବାନଙ୍କର ସେବା ପାଇଁ, ଶରୀର ତପସ୍ୟା କରିବା ପାଇଁ। ତେଣୁ ଭଗବଦ ଗୀତାର 17 ଅଧ୍ୟାୟର 14 ନମ୍ବର ଶ୍ଲୋକରେ ଭଗବାନ କହୁଛନ୍ତି ଶରୀର ତପସ୍ୟା କଣ। ଏ ଶରୀରକୁ ଆମେ ପ୍ରୟୋଗ କରିବା ଭଗବାନଙ୍କର ସେବା ପାଇଁ। ହୁଁ। ଏ ଯୋଉ ମସ୍ତକ ଭଗବାନଙ୍କୁ ପ୍ରଣାମ କରିବା ପାଇଁ। इस प्रकार हम सर्व तपस्या, गुरुजन को प्रणाम करिवा, ब्राह्मण को प्रणाम करिवा, वैष्णव को प्रणाम करिवा, भगवान को प्रणाम करिवा, यह द्वारा शरीर शुद्ध है। और स, यह शरीर तपस्या। ଯେମିତି ଆମେ ଶୁଣୁ ପ୍ରସଙ୍ଗ କାହାର ছিল, ରଘୁନାଥ ଦାସ ଗୋସ୍ୱାମୀ। ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ ରାଧାକୁଣ୍ଡରେ ଭଜନ କରୁଥିଲେ, ସେ ପ୍ରତିଦିନ 1000 ପ୍ରଣାମ ଭଗବାନଙ୍କୁ କରନ୍ତି, 2000 ପ୍ରଣାମ ବୈଷ୍ଣବ ମାନଙ୍କୁ କରନ୍ତି। ଆଜିଠୁ 500 ବର୍ଷ ପୂର୍ବେ ଜଣେ ଏତେ ଏକ୍ସରସାଇଜ କରିପାରିବ, 1000 ଥର ଝୁକିନି ପ୍ରଣାମ କରିପାରିବ। ଆଜିକାଲି ଆମେ କରିପାରିବାନି ଏତେ। ଆଟଲିଷ୍ଟ ଭାବନା ତ ରଖୁ, ମନ ମାନସିକ ରୂପରେ କହୁ, କଭି କଭି ସମ୍ଭବ ଶରୀର ଆଲାଉ କରୁଛି, ୟା ସଠିକ ଜାଗା ଅଛି, ଧୂଳିମାଳି ୟା କାଦୁଅ ଫାଦୁଅ ନାହିଁ, ତେଣୁ ଆମେ ପ୍ରଣାମ କରିବା ଆବଶ୍ୟକ ଆକ୍ଚୁଆଲି। ତେଣୁ 3 ପ୍ରକାର ପ୍ରଣାମ ଆମେ କରିପାରିବା। ଗୋଟେ ହଉଛି ମାନସିକ ରୂପରେ, ୟା କୃତାଞ୍ଜଳି ହାତ ଯୋଡିକିନି, ଆଉ ଗୋଟେ ହଉଛି ପଞ୍ଚାଙ୍ଗ ପ୍ରଣାମ, ଆଉ ଗୋଟେ ହଉଛି ଦଣ୍ଡବତ ପ୍ରଣାମ। ତେଣୁ 4 ପ୍ରକାର ପ୍ରଣାମ ଆମେ କରିପାରିବା। ଯୋଉଠି ପରିସ୍ଥିତି ସମାନେ ଆମେ କରିପାରୁନେ ପଞ୍ଚାଙ୍ଗ ପ୍ରଣାମ ୟା କରିପାରୁନେ, ସେଠି କୃତାଞ୍ଜଳି କରିପାରିବା, ହାତ ଯୋଡି କରିପାରିବା। ୟା କୋଉଠି କିଛି ନହେଲେ ମାନସିକ ରୂପରେ କରିବା ବହୁତ ଆବଶ୍ୟକ। କୌଣସି ବୈଷ୍ଣବକୁ ଦେଖି ଯେ ଆମେ ଆନନ୍ଦ ଅନୁଭବ କରୁନେ, ସେ ବି ଅପରାଧ ମାନାଯାଏ। ହୁଁ। ତେଣୁ ଜଣକୁ ନିଜର ଗୁରୁ, ଭକ୍ତଜନ, ଭଗବାନଙ୍କୁ ଦେଖିବା ମାତ୍ରେ ପ୍ରଣାମ କରିବା ବହୁତ ଆବଶ୍ୟକ। ଇଏ ହଉଛି ସଦାଚାର। ତ ପ୍ରଭୁପାଦଙ୍କର ଶିଷ୍ୟ ଥିଲେ ଶ୍ରୁତକୀର୍ତ୍ତି ପ୍ରଭୁ, ପ୍ରଭୁପାଦଙ୍କର ସେକ୍ରେଟାରୀ ଥିଲେ। ଶ୍ରୁତକୀର୍ତ୍ତି ପ୍ରଭୁ ପ୍ରଭୁପାଦଙ୍କୁ କହିଲେ, ପ୍ରଭୁପାଦ ମତେ ଇଚ୍ଛା ହଉନି ମୁଁ ପ୍ରଣାମ କରିବା ପାଇଁ। ତ ପ୍ରଭୁପାଦ କହିଲେ, ତୁ ପ୍ରଣାମ କର, ଧୀରେ ଧୀରେ ପ୍ରଣାମ କରିବାକୁ ଇଚ୍ଛା ହବ। ହୁଁ। ତେଣୁ ବେଳେ ବେଳେ ଆମକୁ ମନ କରେ ନା, ମନକୁ ଶୁଣିଲେ ହବନି, ମନକୁ ଆମେ ଟ୍ରେନିଂ ଦଉଛେ। ଇଚ୍ଛା ହଉ ନ ହଉ ବିଧି ପାଳନ କରିବା, ଏହା ଦ୍ୱାରା ସ୍ୱତଃ ବିନମ୍ରତା ଆସିବ। ହୁଁ। ତେଣୁ ବହୁତ ଆବଶ୍ୟକ ଆମେ ଏଇ ଯୋଉ ଶାସ୍ତ୍ର ସରଳ ସରଳ ନିୟମକୁ ପାଳନ କରିବା। ବେଳେ ଆମେ ଭାବୁ ବହୁତ ସିନିୟର ହେଇଗଲେଣି, ମତେ ପ୍ରଣାମ କରିବା ଠିକ ନାହିଁ। ଆମେ ଦେଖିବା ଆମର ରାଧାନାଥ ମହାରାଜ
କୌଣସି ବି ନୂଆ ଭକ୍ତ ନିଜ ଶିଷ୍ୟଙ୍କୁ ଦେଖିଲେ ବି ସେ ପ୍ରଣାମ କରନ୍ତି, କିନ୍ତୁ ବୈଷ୍ଣବରେ ଆଚରଣ ଆକ୍ଚୁଆଲି ଆମେ ହୁଏତ ପରିସ୍ଥିତିରେ ସମସ୍ତଙ୍କୁ ପ୍ରଣାମ କରିପାରୁନେ, ଶରୀର ଦୃଷ୍ଟିରୁ, ବେମାରୀ ଦୃଷ୍ଟିରୁ, କୌଣସି ପରିସ୍ଥିତି ଦୃଷ୍ଟିରୁ, କିନ୍ତୁ ମାନସିକ ରୂପରେ, ଭାବନାରେ ସମସ୍ତଙ୍କୁ ପ୍ରଣାମ କରନ୍ତି। ଭଗବାନ ଗୀତାରେ ସେ କଥା କହୁଛନ୍ତି, ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଂ ନମସ୍କୁରୁ। ହଁ, ତୁ ମୋର ପ୍ରିୟ ହବାକୁ ଚାହୁଁଛୁ, ତୁ ଏଇ ଚାରିଟା କାର୍ଯ୍ୟ କର, ମତେ ପ୍ରଣାମ କର। ହୁଁ, ତ ପ୍ରଣାମ ହଉଛି ବହୁତ ମହତ୍ୱପୂର୍ଣ୍ଣ ଅଙ୍ଗ, ତାକୁ ପାଳନ କରିବା ବହୁତ ଆବଶ୍ୟକ। ହଁ, ସେକେଣ୍ଡ ନିୟମ କହୁଛନ୍ତି ପ୍ରଭୁପାଦ ଯୋଉ ସଦାଚାରତଃ, କି ଭକ୍ତମାନଙ୍କୁ ପ୍ରାତଃକାଳୀନ କମ ସେ କମ 4ଟା ବର୍ତ୍ତେ ଉଠି 4:30 ମଙ୍ଗଳ ଆରତୀ ପ୍ରତିଦିନ ଆଟେଣ୍ଡ କରିବା ବହୁତ ଅନିବାର୍ଯ୍ୟ। ପ୍ରଭୁପାଦ କହନ୍ତି ଯୋଉମାନେ ଆଧ୍ୟାତ୍ମିକ ଗମ୍ଭୀର ସିରିୟସ୍, ସେମାନେ ମର୍ଣ୍ଣିଂ ପ୍ରୋଗ୍ରାମ ପାଇଁ ଗମ୍ଭୀର ଥାନ୍ତି। ଇଫ୍ ରିଏଲି ସିରିୟସ୍, କେମିତି ପ୍ରଦର୍ଶିତ ହୁଏ, କି ଆମେ ମଙ୍ଗଳ ଆରତୀ ପ୍ରାତଃକାଳୀନ ସମୟରେ ଭଗବାନଙ୍କ ଆରତୀରେ ସମ୍ମିଳିତ ହଉଛେ ଯାଇକିନି, ଇଏ ଆମର ସିରିୟସନେସ୍ ଦେଖାଏ ଆକ୍ଚୁଆଲି। ତେଣୁ ଉଠିଲା ପରେ କଣ କରିବା ଉଚିତ? ଉଠିଲା ପରେ ଉଠିଲା ପରେ ଫଟକିନ ଉଠି ପଳେଇ ଯିବା କଥା ନୁହେଁ। ବେଳେ ବେଳେ କାହାର ନିଦ ଲାଗିଥିବ, ନିଦରୁ ଉଠି ପଳେଇ ଯାଆନ୍ତି, ଏଟା ଠିକ ନୁହେଁ। ଶରୀରକୁ ଟିକେ ଷ୍ଟେବୁଲ ସେଟ ଆଣିବାର ଅଛି। ଆ, ଏମିତି ବେଳେ ବେଳେ ଲୋକଙ୍କର ଚକ୍କର ହେଇ ପଡିଯାଆନ୍ତି ଆକ୍ଚୁଆଲି। ବଡି ସାବଧାନ ସହକାରେ ଉଠିବାର ଅଛି। ଉଠିକି ଧରତୀକି ପ୍ରଣାମ, ପ୍ରଥମେ ଗୁରୁଜନଙ୍କୁ ସ୍ମରଣ କରି ପ୍ରଣାମ କରିବେ, ଧରତୀକି ପ୍ରଣାମ କରିବେ, ଭଗବାନଙ୍କୁ ପ୍ରଣାମ କରିବେ। ଯେମିତି ଗୋଟେ ଶ୍ଲୋକ ଅଛି, ପ୍ରଭାତେ କର ଦର୍ଶନମ୍, କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟ କର ମୂଲେ କର ମଧ୍ୟ ସରସ୍ୱତୀ, କର ଗୋବିନ୍ଦମ, ପ୍ରଭାତେ କର ଦର୍ଶନମ। ତେଇଶପରେ ଆମେ ସକାଳୁ ଉଠି ଆମର ନୂତନ ଦିନ ଆରମ୍ଭ କରୁଛେ, ଗୁରୁଙ୍କୁ ପ୍ରଣାମ କରି, ଭଗବାନଙ୍କୁ ପ୍ରଣାମ କରି, ଧରତୀ ମାକୁ ପ୍ରଣାମ କରି, ପ୍ରଭୁଙ୍କର ଆଶୀର୍ବାଦ ନେଇ ମୁଁ ନୂଆ ଦିନ ଆରମ୍ଭ କରୁଛି, ଏଇଭଳିଆ ଜୀବନ ଆରମ୍ଭ କରିବା ଉଚିତ। ଯୋଉ ସ୍ଥାନରେ ଆମେ ଥାଉ, ତାପରେ ଆମେ ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ ଆମେ ଯାଉ। ପ୍ରଥମେ ବ୍ରଶ କରିବା, ଚାହେ କୋଇ ଦାନ୍ତ କାଠିରେ କରିବେ, ସବୁଠୁ ଉତ୍ତମ ହଉଛି ଦାନ୍ତ କାଠି କଲେ। ଆଜିକାଲି ଟୁଥପେଷ୍ଟ ବ୍ରଶ ଆଜି ଆସିଲାଣି, ଜୀବ ଛେଲା, ତା ବି ଆମେ ୟୁଜ୍ କରୁଛେ। କିନ୍ତୁ କେମିକାଲ ଥାଏ ବେଳେ ବେଳେ, ପଶୁ ପ୍ରଡକ୍ଟ ବି ତା ଦେହରେ ଥାଏ, ଯେମିତି କଲଗେଟ ଫଲଗେଟ ସବୁ ଆଜିକାଲି ମଡର୍ଣ୍ଣ ହାଡଗୁଣ୍ଡ ଫାଡଗୁଣ୍ଡରେ ବନୁଛି। ଆମେ ଜାଣିନେ କୋଉଥିରେ ବନୁଛି। ଶ୍ରେଷ୍ଠ ହଉଛି ନିମ୍ବ ଦାନ୍ତ କାଠି, ୟା ଭାରତ ଆମ ଓଡିଶାରେ ଅଲଗା ଅଲଗା ପ୍ରକାର ଦାନ୍ତ କାଠି ସବୁ ଅଛି। ସେଇ ସବୁ ଦାନ୍ତ କାଠି ହଉଛି ସର୍ବୋତ୍କୃଷ୍ଟ। ଦାନ୍ତ କାଠି କିଛି ଭକ୍ତ କଣ କରନ୍ତି, ତାକୁ ପାଣିରେ ଭିଜେଇ ଦିଅନ୍ତି, ରାତିରେ କୋମଳ ହେଇଯାଏ, ସକାଳେ ଦାନ୍ତ କାଠିରେ ଘଷନ୍ତି, ସେଇଥିରେ ଜୀବ ଛେଲି ଦିଅନ୍ତି। ଜୀବ ଛେଲା ଏକ୍ସଟ୍ରା ରଖିଲେ ଅସୁବିଧା ନାହିଁ। କିନ୍ତୁ ପେଷ୍ଟ, ସେଥିପାଇଁ ଆମର ଇସ୍କନର ବି ପେଷ୍ଟ ଆସୁଛି, ଟୁଥପେଷ୍ଟ, ନହେଲେ ଆୟୁର୍ବେଦିକ ହର୍ବାଲ ଟାଇପର ଆସୁଛି। ସେଗୁରା ପ୍ରୟୋଗ କରିବା ଭଲ। ବେଳେ ଡକ୍ଟର ମେଡିକେଟେଡ ଦିଅନ୍ତି ଆମକୁ ପ୍ରୟୋଗ କରିବା ପରେ, ଦାନ୍ତ ପୋକ ଖାଇଗଲେ କିଛି ହେଲେ ଔଷଧ ଦୃଷ୍ଟିରୁ ଠିକ ଅଛି। କିନ୍ତୁ ଯାହାର ସ୍ୱାଭାବିକ ସ୍ଥିତି ଅଛି, ସେମାନେ ଏ ଧ୍ୟାନ ଦେବା ବହୁତ ଭଲ। ନାଇଁ ତ ଯୋଉ ମଡର୍ଣ୍ଣ ପେଷ୍ଟ ଆସୁଛି, ସେଥିରେ ଜଣା ନାହିଁ କୋଉଠି ହାଡଗୁଣ୍ଡ ଅଛି କଣ ଅଛି କି ଜଣା ନାହିଁ। ଶୁଦ୍ଧତା ବଜାୟ ରଖିବା ଭକ୍ତର ଇଏ ହଉଛି ସଦାଚାର, ପ୍ରାୟ ଚେଷ୍ଟା କରିବା ଉଚିତ। ତେଣୁ ଉଠିଲା ପରେ ଆମେ ଭଗବାନଙ୍କର ବି ଭକ୍ତ ଯାଇକି ଦାନ୍ତ ଘଷେଇ ଦିଏ। ତେଣୁ ଆମେ ମାନେ ବି ଉଠି ଦାନ୍ତ ଘଷିବା। କିନ୍ତୁ ଦାନ୍ତରେ ଆମର କେତେ ପ୍ରକାର ସବୁ ତା ପୂର୍ବ ଦିନ ଆମେ ଖାଇଛେ କଣ, କେତେ ଗନ୍ଧ ଆସେ, ବ୍ରଶ କଲା ପରେ ଫ୍ରେଶନେସ୍ ଆସେ। ଇଏ ହଉଛି ସତ୍ୱଗୁଣର ଲକ୍ଷଣ। ଦାନ୍ତ ଘଷିବା, ମଳ ତ୍ୟାଗ କରିବା, ପେଟ ସଫା କରିବା, ଶରୀରକୁ ବଢିଆ ସଫା କରି ଗାଧେଇକିନି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ମଙ୍ଗଳ ଆରତୀ ଯିବା। ତେଣୁ ପ୍ରତି ମଳତ୍ୟାଗ କରିବା ପରେ ସ୍ନାନ କରିବା ବହୁତ ଆବଶ୍ୟକ। ତେଣୁ ଯେତେବେଳେ ଆମେ ନେଚର କଲ୍ ଆଟେଣ୍ଡ କରୁ, ଶୌଚକ୍ରିୟା କରିବାକୁ ଯାଉ, ମଳତ୍ୟାଗ କରୁ, ତାପରେ ସ୍ନାନ କରିବା ବହୁତ ଆବଶ୍ୟକ। ପରିସ୍ରା କରିବା ପରେ ଆମେ ହାତ ଗୋଡ ମୁହଁ ଧୋଇଲେ ଚଳିବ, ଜଳ ଉପରେ ଛିଞ୍ଚା ମାରିଦେଲେ। କିନ୍ତୁ ଆଫ୍ଟର ପାସିଂ ଷ୍ଟୁଲ, ମଳତ୍ୟାଗ କରିବା ପରେ ସ୍ନାନ କରିବା ଅନିବାର୍ଯ୍ୟ। ଆଉ କୋଉ କୋଉ ପରିସ୍ଥିତିରେ ସ୍ନାନ କରିବା ଉଚିତ ବୋଲି ଶାସ୍ତ୍ରରେ, ବୈଷ୍ଣବ ସଦାଚାର ଲେଖା ହେଇଛି। କିନ୍ତୁ ବହୁତ ଝାଳ ବହେ, ଝାଳ ବୋହିଲେ, ବହୁତ ଲମ୍ବା ସମୟ ଶୋଇଲେ ବି, ଛୋଟ ଶୋଇଲେ କଣ୍ଟାମିନେଟ ହଉ, ଦୂଷିତ ହଉ ମାନେ ଆମେ ଯୋଉ ବହୁତ ଲମ୍ବା ସମୟ ଶୋଇବା, ଘଣ୍ଟାଏ 1.5 ଘଣ୍ଟା ବେଳେ ଶୋଇବା, ରାତିରେ ତ ଲମ୍ବା ଶୋଉ ସ୍ୱାଭାବିକ ରୂପେ, ଜଣେ ଜଣେ ଭକ୍ତ ଦିନ ବେଳା ବି ବିଶ୍ରାମ କରନ୍ତି। ତେଣୁ ବିଶ୍ରାମ ଦ୍ୱାରା ବି ଆମର ଦୂଷିତ ହେଇଯାଉ। ଛୋଟ ବିଶ୍ରାମ 10-15 ମିନିଟ ଗଡି ପଡ଼ିଲେ ଚଳିବ, କିନ୍ତୁ ଅଧଘଣ୍ଟା 45 ମିନିଟ ଘଣ୍ଟାଏ ପରେ ସ୍ନାନ କରିବା ଆବଶ୍ୟକ ଉଠିଲା ପରେ। ଯଦି ଆପଣ ଦେହ ଭଲ ନାହିଁ, ତାହେଲେ ଜଳ ଛିଟା ଦେଇପାରିବେ, ଏଇ ଅପବିତ୍ର ପବିତ୍ର ଶୁଦ୍ଧି ମନ୍ତ୍ର ପଢି କରିପାରିବେ। ଯଦି ସ୍ୱାଭାବିକ ଅଛନ୍ତି, ସ୍ନାନ କରିପାରନ୍ତି। ତେଣୁ ଆଉ କୋଉଠି ସ୍ନାନ କରିବା କୋଉ ଅବସ୍ଥାରେ, ଜଣେ ଯଦି ଶ୍ମଶାନ ଘାଟରୁ ଆସିଛି, କାହାକୁ କାହାକୁ
ମଲା ମଢ ଶରୀର ଛୁଇଁକି ଆସିଛି ତାପରେ ବି ସ୍ନାନ କରିବା ଆବଶ୍ୟକ। କିଛି ଦୂଷିତ ଜିନିଷ ଛୁଇଁଲେ ବି ସ୍ନାନ କରିବା ଆବଶ୍ୟକ। ତେଣୁ ସ୍ନାନ ଦ୍ଵାରା ଆମକୁ ସତ୍ୱଗୁଣ ଆମେ ସ୍ୱଚ୍ଛ ଚାଲି ଆସେ। ବାଇ ବାଦିଂ ୱି ଅଟୋମେଟିକାଲି କମ୍ ଟୁ ମୋଡ୍ ଅଫ ଗୁଡନେସ୍। ଆମକୁ ଆହୁରି ଫ୍ରେଶନେସ୍ ଫିଲ୍ ହବ। ବହୁତ ଥକା ଥିଲେ ବି ଆମେ ସ୍ନାନ କଲା ପରେ ଆମକୁ ଆହୁରି ତାଜା ଲାଗେ। ହୁଁ। ତେଣୁ ଆମେ ଆ, ସ୍ନାନ କରିବା ପରେ ହୁଁ, ତାପରେ ଆମେ ତିଲକ ଆଦି ଲଗାଉ ଶରୀରରେ, ଏ ବସ୍ତ୍ର ପରିଧାନ କରୁ, ସ୍ୱଚ୍ଛ ବସ୍ତ୍ର, ଧୁଆ ହୁଆ ବସ୍ତ୍ର, ଭଲେ ବହୁତ ନୂଆ ଦାମୀ ବସ୍ତ୍ର ନ ହଉ ବି ସ୍ୱଚ୍ଛ ବସ୍ତ୍ର ପରିଧାନ କରିବା ଯାହା ଦ୍ୱାରା ଆମକୁ ସତ୍ୱଗୁଣ ଅନୁଭବ ହବ। ତାପରେ ଆମେ ତିଲକ ଲଗାଉ। ହୁଁ, ବସ୍ତ୍ର ପରିଧାନ କଲା ପରେ ଶରୀର 12 ସ୍ଥାନରେ 12 ତିଲକ ଆମେ ଲଗାଉ ଆକ୍ଚୁଆଲି। ତିଲକ ଲଗାଇବାର ମନ୍ତ୍ର ଅଛି। ହଁ, ଲଲାଟେ କେଶବ ଧ୍ୟାଏ ନାରାୟଣ ମଧୋଦରେ ବକ୍ଷସ୍ଥଳେ ମାଧବନ୍ତୁ ଗୋବିନ୍ଦ କଣ୍ଠକପତେ। ତ इस प्रकार जो मंत्र अच्छी 12 मंत्र तिलक, तार तिलक मंत्र बनेकिनी तिलक बनेଇବା ତାପରେ ଶରୀର 12 ଅଙ୍ଗରେ ଲଗେଇବା ମନ୍ତ୍ର ଉଚ୍ଚାରଣ କରି। ଏହା ଦ୍ୱାରା ଆମେ ଭଗବାନଙ୍କର ସ୍ମରଣ କରୁଛେ। ଭଗବାନ ଅଲଗା ଅଲଗା ଶରୀର ଅଲଗା ଅଲଗା ଅଙ୍ଗରେ ଅବସ୍ଥାନ କରିଛନ୍ତି ଅଲଗା ଅଲଗା ନାଁରେ। ଏହା ଦ୍ୱାରା ଆମେ ଭଗବାନଙ୍କର ସ୍ମରଣ କରୁଛେ। ହୁଁ। ललाटे केशवं धाये नारायण मधोदरे बक्षस्थले माधवन्तु गोविंद कंठकपते विष्णुश्च दक्षिणे कुक्षौ बाहौ च मधुसूदनम त्रिभिक्रम कंधरे तु वामन वाम पर्शके श्रीधर वाम बाहुस्तु ऋषिकेशं च कंधरे पृष्ठे तु दामोदरं च कट्यां दामोदरं नस्य तत्प्रक्षालयन्तु वासुदेवाय मूर्धने। এই ପ୍ରକାର ମନ୍ତ୍ର ଉଚ୍ଚାରଣ କରି ତିଲକ ବନେଇବା ଆଉ ଶରୀର 12 ସ୍ଥାନରେ ତିଲକ ଲଗେଇବା। ହୁଁ। ତେଣୁ ଇଏ ହଉଛି ସଦାଚାର ଲକ୍ଷଣ। କି ବୈଷ୍ଣବ ତେଣୁ ସମୟ କ୍ରମରେ ଆମର ଶିଖା ବି ଭଲ ସାଇଜରେ ରଖିବାର ଅଛି। ହଁ, ଶିଖା ରଖିବା, ଦାଢି ଆ, ଆଉ ବାଳ ଆଦି ସେଭ୍ କରି ସ୍ୱଚ୍ଛ ରହିବା, ନିର୍ମଳ ରହିବା ହଁ, ବହୁତ ଆବଶ୍ୟକ। ଯୋଉ ସ୍ଥାନରେ ଆମେ ରହୁଛେ ସେ ସ୍ଥାନକୁ ବି ସ୍ୱଚ୍ଛ କରିବା ବହୁତ ଆବଶ୍ୟକ। ତା ଦ୍ୱାରା ଆମକୁ ସତ୍ୱଗୁଣର ଅନୁଭୂତି ହବାକୁ ଲାଗିବ। ହଁ, ପ୍ରସାଦ ପାଇଲା ପୂର୍ବରୁ ହାତ ଗୋଡ଼ ଧୋଇ ବସିବା କଥା। ପ୍ରସାଦ ପାଇଲା ପରେ ବି ହାତ ଗୋଡ଼ ଧୋଇବା ବହୁତ ଆବଶ୍ୟକ। ହୁଁ। ଗୋଡ଼ ବି ପାଦ ବି ଧୋଇବା ବହୁତ ଆବଶ୍ୟକ। ସମୟ କାଳ ସ୍ଥିତି ଅନୁସାରେ ନିୟମ ପାଳନ ଆମେ କରିବାକୁ ଚେଷ୍ଟା କରିବା। ହୁଁ। ଆଉ ଯେତେବେଳେ ଆମେ ବେଳେ ବେଳେ ଗ୍ଲାସରେ ପାଣି ପିଉ, ଯଦି ମୁହଁରେ ଲାଗି ଯାଉଛି ଗ୍ଲାସଟା ତାହେଲେ ସିଏ ଅଶୁଦ୍ଧ ହେଇଯାଉଛି। ତେଣୁ ପିଇଲା ପରେ ବି ଗ୍ଲାସ ଧୋଇବା ହାତ ଧୋଇବା ବହୁତ ଆବଶ୍ୟକ। ପ୍ରଭୁପାଦ ବେଳେ ବେଳେ କ୍ଲାସ ଦେଲା ବେଳେ ଉଠେଇକିନି ପିଅନ୍ତି। ସେଥିରେ କଣ୍ଟାମିନେଟ ହୁଏ ନା, କିନ୍ତୁ ଯଦି ମୁହଁରେ ଲାଗିଲା ଗ୍ଲାସଟା ହାତ ଲାଗିଲା ତାହେଲେ ତା ଦ୍ୱାରା ବି ଦୂଷିତ ହେଇଯାଏ। ତେଣୁ ଆମକୁ ହାତ ଧୋଇବାକୁ ପଡିବ କଣ୍ଟାମିନେଟ ରହିବା ପାଇଁ। ଆଉ ପିଇବା ପାଇଁ ଖାଇବା ପାଇଁ ଆମକୁ ଡାହାଣ ହାତ, ଆଜିକାଲି ଦିଲ୍ଲୀ ଫିଲ୍ମ ଆପଣ ଦେଖିବେ ବହୁତ ଲୋକ ବାଁ ହାତରେ ଖାଆନ୍ତି, ବାଁ ହାତରେ ଲେଖନ୍ତି, ତାଙ୍କ ଅଭ୍ୟାସ ହେଇଯାଇଛି ପିଲାଦିନରୁ। କଣ କରିବ, ବଦଳି ହବନି। କିନ୍ତୁ ସ୍ୱାଭାବିକ ଆମର ନିୟମ ହଉଛି ଆମର ଭଗବାନ ଦିଟା ହାତ ଦେଇଛନ୍ତି। ଗୋଟେ ହାତରେ ଶୁଦ୍ଧ କାର୍ଯ୍ୟ କର, ଯେମିତି ପାଣି ଛାଡିବା ପାଇଁ, ଏମିତି ପାଇଖାନା କଲା ପରେ ବାମ ହାତ ପ୍ରୟୋଗ କରୁଛି। ତ ଅଲଗା ଅଲଗା ହାତ ଅଲଗା ଅଲଗା ଉଦ୍ଦେଶ୍ୟ ଅଛି। କିନ୍ତୁ ଦିଲ୍ଲୀରେ ସ୍ୱାଭାବିକ ଲୋକମାନଙ୍କର ଅଭ୍ୟାସ ପଡିଯାଇଛି ବାଁ ହାତରେ ଖାଇବା ଅଭ୍ୟାସ ପଡିଯାଇଛି। ତେଣୁ ପାଣି ପିଇବା ପାଇଁ ଆଉ ଖାଇବା ପାଇଁ, ପ୍ରସାଦ ପାଇବା ପାଇଁ, ପ୍ରସାଦ ସେବନ ପାଇଁ ଦକ୍ଷିଣ ହାତ ଦକ୍ଷିଣ ହସ୍ତକୁ ବିନିଯୋଗ କରିବା ପାଇଁ ଦିଶା ନିର୍ଦ୍ଦେଶନା ଅଛି। ତ ଭଲେ ନିଜେ ଆମେ ଜଣେ ଜଣେ ଲେଫ୍ଟି ଥାନ୍ତି, ଲେଫ୍ଟିରେ ଲେଖନ୍ତି, ଲେଫ୍ଟିରେ କାର୍ଯ୍ୟ କରନ୍ତି, କିନ୍ତୁ ଚେଷ୍ଟା କରିବା କଥା ଦକ୍ଷିଣ ହାତରେ ଖାଇବା ପାଇଁ। ହଁ। ତାପରେ କୌଣସି ବସ୍ତୁ କାହାର ଚୋରେଇବା ବି ଠିକ ନୁହେଁ। ये जाने कि ये कोटा मते दिया जाएନି। चोरी କରିବା ମହାପାପ ଜାଣିକିନି କାହାର କିଛି ଜିନିଷ ଆମକୁ ଚୋରି କରିବା ଉଚିତ ନୁହେଁ। କେବେ ବି ଆମେ କଟୁ ଶବ୍ଦ ପ୍ରୟୋଗ କରିବା ବି ଠିକ ନୁହେଁ। ଆମ ଶବ୍ଦ ଦ୍ୱାରା କାହାକୁ ହୃଦୟରେ ଆଘାତ ହଉ ତା ପ୍ରତି ବି ଆମକୁ ସଜାଗ ହେବା ଉଚିତ। କभी ବି ମିଥ୍ୟା କହିବା ନାହିଁ। ହୁଁ, ହଁ, और କେବେ କାହା ବିରୁଦ୍ଧରେ କିଛି ଖରାପ କଥା କହିବାନି। ଆମେ ଭଗବାନଙ୍କୁ ଗୁଣଗାନ କରିବା, ଭକ୍ତଙ୍କୁ ଗୁଣଗାନ କରିବା, କାହା ପାଖରେ ଯାଇ କାହାର ନିନ୍ଦା ଆଦି ଚୁଗୁଲି ଆଦି କରିବା ନାହିଁ। ହୁଁ। और कभी କାହା ପ୍ରତି ଶତ୍ରୁତା ଭାବ ରଖିବା କଥା ନୁହେଁ। ବେଳେ ବେଳେ କିଏ କାହାକୁ ଖରାପ କହିଥିଲା, ଆମେ ତା ପ୍ରତି ଶତ୍ରୁ ଭାବ ରଖି ହୃଦୟକୁ ଆହୁରି କଠୋର କରି ଚାଲିଛେ। ଯୋଉଟା ଯୋଉ ଘଟଣା ଯୋଉଠି ଘଟିଗଲା ସେଠି ଛାଡିକି ପଳେଇ ଆସନ୍ତୁ, କିଛି ଆଉ ଧରିକି ଆସିବା କଥା ନୁହେଁ। ହଁ, ନାଇଁ ତ ଜପ ସମୟରେ ସେଇ ସବୁ ଜିନିଷ ସ୍ମରଣ ହବ। ଜପ ଆମେ ବିଡି ବ୍ୟାଗରେ ହାତ ପୁରେଇ ଯେମିତି ଲାଗିବ ବକ୍ସିଂ ର ଯୋଉ ଗ୍ଲୋଭ ପିନ୍ଧନ୍ତି ନା, ମାରିବା ମୁକ୍କା ମାରିବା ପାଇଁ ସେଇଭଳି ଲାଗିବ ଜପ ବ୍ୟାଗ।
ତେଣୁ ହୃଦୟକୁ ବड़ी ସ- କାହା ପ୍ରତି କେବେ ବି ଗଲତ ଧାରଣା या କିଛି ଶତ୍ରୁ ଭାବ ରଖିବା ଠିକ ନୁହେଁ ଆକ୍ଚୁଆଲି। ଆଉ ଯୋଉମାନେ ଈର୍ଷାଳୁ ଲୋକ, ଯୋଉମାନେ ବହୁତ ଅଧମ ପତିତ, ଯୋଉମାନେ ଶତ୍ରୁ ଭାବ ରଖୁଛନ୍ତି, ଯୋଉମାନେ ଭକ୍ତିର ବିପରୀତ, ଯୋଉମାନେ କପଟ, ଉଁ, ଯୋଉମାନେ ମିଥ୍ୟାବାଦୀ, ସେମାନଙ୍କ ଯୋଉମାନେ ସ୍ତ୍ରୀ ସଙ୍ଗୀ, ସେମାନଙ୍କ ସହିତ ଆମେ ସଙ୍ଗ କରିବାନି, ଦୂରେଇ ରଖିବା ତାଙ୍କୁ। ଭଲେ ଦୂରରୁ ସମ୍ମାନ କରିବା, କିନ୍ତୁ ତାଙ୍କ ସହିତ ଆମେ ମିତ୍ର ଭାବ ସ୍ଥାପନ କରିବା ନାହିଁ। ଉଁ, ଆ- ଆ- ଆଚାର୍ଯ୍ୟଗଣ ଆମକୁ କହୁଛନ୍ତି କି ଆମେ ଅସତ୍ସଙ୍ଗ ତ୍ୟାଗ ଏହି ବୈଷ୍ଣବ ଆଚାର, ସ୍ତ୍ରୀ ସଙ୍ଗ ଏକ ଅସାଧୁ କୃଷ୍ଣ ଭକ୍ତ ଆର। ଅସତ୍ସଙ୍ଗ ତ୍ୟାଗ, ବୈଷ୍ଣବର ଆଚାର କଣ କି ଅସତ୍ସଙ୍ଗ ତ୍ୟାଗ କରିବା। ହଁ? हाँ, सत्संग त्याज दुस्संग। जब सत्संग कर रहे हैं, दुस्संग खराब संग को छोड़ रहे हैं। केबे भी आमे हम ओडिया कौन कहती, हाई जो छाड़ती, यर्निंग, ଆମେ ହାଇ ମୁହଁ ଖୋଲିକିନି ପୁରା ହାଇ ଛାଡନ୍ତି ବେଳେ ବେଳେ, ୟା ଖାସି କାଶନ୍ତି, ସବୁବେଳେ ହାତ ରଖି କାଶିବା କଥା, ୟା ହାତ ରଖି ହାଇ ମାରିବା କଥା। ନହେଲେ ଏ ମୁହଁରୁ କଣ ଯାଉଛି କାହା ମୁହଁ ଉପରେ ଯାଇ ଫୋପାଡି ଛେପ ପଡିବ କଣ କରିବ। ଇଏ ଗୋଟେ ସଦାଚାର। ମନ୍ଦିରରେ ଗୋଡ ଫେଲେଇକିନି ବସିବା କଥା ନୁହେଁ। ମନ୍ଦିରରେ ବାୟୁ ତ୍ୟାଗ, ଗ୍ୟାସ ଛାଡିବା କଥା ଠିକ ନୁହେଁ। କାହାର ଯଦି ବହୁତ ବେମାର ଅଛି ଅଲଗା କଥା, ଲେକିନ ସ୍ୱାଭାବିକ ରୂପରେ वी शुड नॉट पास गैस इन टेम्पल हॉल, दिस इज फॉरबिडेन बाय 64 नियम जो ଭକ୍ତିର 64 ବିଷୟରେ କହିଛନ୍ତି, ସେଥିରେ ସାବଧାନ କରୁଛନ୍ତି। ଆଉ କବି ବି ଭଗବାନଙ୍କ ସାମ୍ନାରେ ଯାଇ ଦୂସର ନିନ୍ଦା କରିବା, ନିଜର ଗୁଣଗାନ କରିବା ବି ଇଏ ସଦାଚାର ନୁହେଁ। ହୁଁ? କେବେ ବି କାହାର ଅପମାନ ନିନ୍ଦା ଆଦି କରିବା ଠିକ ନୁହେଁ, କାହା ପ୍ରତି ଈର୍ଷା ଭାବ ରଖିବା ଠିକ ନୁହେଁ। ହମେଶା ଅନ୍ୟର ଭଲ ବିଷୟରେ ଚର୍ଚ୍ଚା କରିବା ଉଚିତ। କେବଳ ଅଧିକାରୀ ଲୋକଙ୍କୁ ଯାହା ଅନୁମତି ସେମାନେ କରିପାରିବେ, ନାହିଁ ତ ସାଧାରଣ ଭକ୍ତ ହିସାବରେ ଆମେ କାହାର ନିନ୍ଦା ଆଦି କରିବା ନାହିଁ। ହୁଁ? ଯୋଉମାନେ ଭକ୍ତ ନୁହେଁ ଅଭକ୍ତ, ତାଙ୍କଠାରୁ ବଢି ସାବଧାନରେ ଆମକୁ ରହିବାର ଅଛି। ଆଉ ଯେତେବେଳେ ଆମେ ମୁଣ୍ଡନ କରୁ, ଦାଢି ଫାଢି କାଟୁ, ତାପରେ ବି ସ୍ନାନ କରିବା ବହୁତ ଆବଶ୍ୟକ ଅଛି। ରାତ୍ରିକାଳୀନ ସମୟରେ ବହୁତ ସାରେ ହେଭି ଆହାର ଖାଇବା ପାଇଁ ବର୍ଜିତ ଅଛି। ଯେମିତି ବହୁତ ମିଠା ଖାଇଲେ ସ୍ୱପ୍ନ ଦେଶ ହଏ, ବହୁତ ହେଭି ମସଲା ଖାଇଲେ ପେଟ ସଫା ନହେଲେ ବୀର୍ଯ୍ୟପାତ ହେଇଯାଏ। ତେଣୁ ରାତ୍ରିକାଳୀନ ସମୟରେ ଆମେ ବହୁତ ହାଲକା ଆହାର ନେବା ଭଲ ଆକ୍ଚୁଆଲି। ତେଣୁ ଗୋଟେ ସାବଧାନ ରହିବା। ଆମେ ଯଦି ରାତ୍ରିକାଳୀନ ଦହି ନେବା ମନା ଅଛି, ଖଟା ଜିନିଷ ନେବା ମନା ଅଛି, ବେଶୀ ମସଲା ଜୀବନ ଜିନିଷ ନେବା ମନା ଅଛି, ବେଶୀ ପ୍ରୋଟିନିୟସ୍ ଜିନିଷ ନେବା ମନା ଅଛି। ବହୁତ ମିଠା ଆଦି ଦ୍ରବ୍ୟ, ଗାଢା ଜିନିଷ ଖାଇଲେ ବୀର୍ଯ୍ୟପାତର ସମ୍ଭାବନା ଥାଏ। ତେଣୁ ବड़ी ସାବଧାନୀ ରାତ୍ରିକାଳୀନ ସମୟରେ ଏସବୁ ବର୍ଜନ କରିବା ଭଲ ଶରୀର ପାଇଁ। ହୁଁ। ଯଦି ନିଜେ ଆପଣଙ୍କର କି ନିନ୍ଦା କରୁଛି, ସେତେବେଳେ ସେ ସ୍ଥାନ ପରିତ୍ୟାଗ କରିବା ସବୁଠୁ ଭଲ। କେତେବେଳେ ନିଜର ଗୁଣଗାନ କରିବା, ଇଏ ବୈଷ୍ଣବ ସଦାଚାର ଅନ୍ତର୍ଗତ ଆସେ ନାହିଁ। ହୁଁ? କେବେ ବି ନଗ୍ନ ପୁରୁଷ ନଗ୍ନ ସ୍ତ୍ରୀକୁ ଦେଖିବା ଠିକ ନୁହେଁ। ହୁଁ? ଆଉ କେବେ ବି ଆହାରକୁ ଏମିତି ନିଜର କୋଳ ଉପରେ ରଖି ଖାଇବା ଠିକ ନୁହେଁ। କେବେ ବି ପତ୍ନୀ କାହା ସହିତ କଳହ କରିବା ଠିକ ନୁହେଁ। ହୁଁ? କେତେବେଳେ ପାଣି ଉପରକୁ ଛେପ ପକେଇବା ଠିକ ନୁହେଁ। ମନ୍ଦିର ହଲରେ ବି ବିଶ୍ରାମ କରିବା ପାଇଁ ମନା କରାଯାଉଛି, ଲେକିନ ସମୟ କାଳ ପରିସ୍ଥିତିରେ ଏହାକୁ ଆଡଜଷ୍ଟ କରାଯାଏ। ଯୋଉମାନେ ସନ୍ନ୍ୟାସୀ, ସେମାନେ ଦିନକୁ 3 ଥର ସ୍ନାନ କରନ୍ତି। ଆଉ ଗୃହସ୍ଥ ବ୍ରହ୍ମଚାରୀ ଆଦି କମ ସେ କମ 2 ଥର ସ୍ନାନ କରିବା ଆବଶ୍ୟକ ଅଛି। ହୁଁ? ପ୍ରସାଦ ପାଇବା ପରେ ପ୍ରସାଦ ସ୍ଥାନକୁ ସ୍ୱଚ୍ଛ କରିବାର ଅଛି। ଯେମିତି ଆମର ଓଡ଼ିଶାରେ ଯୋଉ କପଡାରେ ପାଣି ପକେଇକିନି ପୋଛି ଦିଅନ୍ତି, ଥାଳିକି ଧୋଇକି ସଫା କରି ରଖିବାର ଅଛି। ପ୍ରସାଦ ଉପରେ, ଝୁଟା ଉପରେ ଚଢିକି ଯିବାର ଠିକ ନୁହେଁ। ହୁଁ? ତେଣୁ ବड़ी ସାବଧାନୀ ସରକାର ଆମେ ସେ ସଦାଚଳକୁ ପାଳନ କରିବା ବହୁତ ଆବଶ୍ୟକ ଅଛି। ହୁଁ? କେତେବେଳେ ହାତକୁ ଆଙ୍ଗୁଳିକୁ
କାନ ଭିତରେ, ନାକ ଭିତରେ, ପାଟି ଭିତରେ ପୁରେଇବା ବି ଅଶୁଦ୍ଧ ହେଇଯାଏ। ୟା ଶରୀର ଅଣ୍ଟା ତଳକୁ କୌଣସି ଜାଗାକୁ ସ୍ପର୍ଶ କଲେ ଆମକୁ ହାତ ଧୋଇବା ଆବଶ୍ୟକ। ଏ ହଉଛି ସଦାଚାରର ନିୟମ। ବେଳେବେଳେ ଆମକୁ ବେଳେ କୁଣ୍ଡେଇ ହୁଏ, ଇଚିଂ ଟେଣ୍ଡେନ୍ସି ଥାଏ, କୌଣସି ଶରୀର କୌଣସି ଏମିତି ଅଙ୍ଗକୁ ଆମେ ଛୁଇଁ ନେଲେ, ତେଣୁ ତାପରେ ଆମେ ହାତ ଧୋଇବା ବହୁତ ଆବଶ୍ୟକ। ଆଉ ତିଲକ ଲଗେଇବା ସମୟରେ ୟା ପୂର୍ବରୁ ଆଚମନ ମନ୍ତ୍ର ପଢିଲେ ବି ଭଲ ଆକ୍ଚୁଆଲି। ତେଣୁ ଏଇ ପ୍ରକାର ଅନେକ ଇଏ ସାରାଂଶରେ ଆମେ ଚର୍ଚ୍ଚା କରୁଛେ। ଆମେ ଧୀରେ ଧୀରେ ଏଇ ସଦାଚାର ବିଷୟରେ ଆହୁରି ବିସ୍ତାରରେ ବର୍ଣ୍ଣନ କରିବା। କିଛି କିଛି ସରଳ ନିୟମ ଏଠି ଇଣ୍ଟ୍ରୋଡକ୍ସନରେ ମହାରାଜ କହୁଛନ୍ତି। ଧୀରେ ଧୀରେ ଆମେ ଆହୁରି ବିସ୍ତାର କରିବା ବୈଷ୍ଣବ ସଦାଚାର ଗମ୍ଭୀରତାରେ ପାଳନ କରିବା ପାଇଁ। ତେଣୁ ଏଇ ଛୋଟ ଛୋଟ ନିୟମ ଆମେ ଏଇ ଭାବନାରେ କରୁଛେ କି ସଦାଚାର ଭଗବାନଙ୍କର ଭକ୍ତମାନଙ୍କର ବିଧିବିଧାନ ଅନୁସାରେ ଦିଆଯାଇଛି ପୂର୍ବବର୍ତ୍ତୀ ଆଚାର୍ଯ୍ୟଙ୍କ ଦ୍ୱାରା। ଏହା ପାଳନ କଲେ ଭଗବାନ ବଡ଼ ପ୍ରସନ୍ନ ହୋंगे। ଆମର ଏଇ ସଦାଚାର ଦ୍ୱାରା ଲୋକମାନେ ବି ଭକ୍ତ ସମାଜ ବି ପ୍ରସନ୍ନ ହେବେ। ହୁଁ। ତେଣୁ ଏଇ ଭାବନା ସହକାରେ ଆମେ ଏଇ ସଦାଚାରକୁ ପାଳନ କରିବା ପାଇଁ ଚେଷ୍ଟା କରିବା। ଠିକ ଅଛି, ଆଜି ପାଇଁ ମୁଁ ଏତିକି ରଖୁଛି। ଆगे ଆମେ ଚର୍ଚ୍ଚା କରିବା ବିସ୍ତାରରେ और संक्षिप्त रूप से इंट्रोडक्शन जैसे प्रस्तावना आदि विषय चर्चा करुँची। धीरे धीरे आर विस्तार आम चर्चा करवा। अलग अलग पहलू आसव। तेणु ये चर्चा विषय कार जी प्रश्न थाए पचारि पारती, ना आम विराम देवा। प्रभु हरे कृष्ण दंड प्रणाम। प्रभु ଯେମିତି ଆପଣ ସ୍ନାନ କଥା କହିଲେ ମଳତ୍ୟାଗ ପରେ ସ୍ନାନ, ତ ଅନେକ ସମୟରେ ଯଦି ଆମେ କାହାକୁ 2 ଥର 3 ଥର ଦିନରେ ପେଟ ଅସୁବିଧା ଅଛି, ସେ କ୍ଷେତ୍ରରେ କେମିତି ସ୍ନାନ କରିବୁ? ଦି थर तीन थर तो बेसी बड़ समय नुहे। जदि जाको डायरिया ହେଇଗଲା कि हईजा कलेरा फलेरा ହେଇଗଲା, बारंबार गले रोगक्रांत हो ज्वर हो, से समय जलशुद्धि मंत्र अपवित्र पवित्र आदि मंत्र गाई करें। नहले नगाधेकिनी गामुछा ओदा करी शरीर पोछि नेबे। पानी डब डब कर ढालिले थंडा धरी नब, ज्वर आसव। तेणु सरल उपाय जार को जहाँ को किसी पेट रोग बीमारी ହେଇଗଲା, बारंबार गाधेक जाऊ पड़ुछि, सी कौन करियो ना निजर जो वस्त्र को चेंज करी जो वस्त्र से परिधान कर गामछा पिंधिकिनी गोटे ओदा गामछारे शरीर पायखाना जीवा परे शौचक्रिया करिया परे हाथ गोड़ धोई नेबे। गोटे ओदा गामछारे शरीर को पोछि नेबे। से गामछाटा धोई गामछा बदलिकी चली आसी पारिबे, चलिबो। यदि पानी बेसी ढाली गाधे हवनी परिस्थिति अनुसार। आउ जदि बहुत एक्सट्रीम केस अच्छे, बेले बेले ट्राभेलिंग रे हमको पायखाना लगला, नेचर कल लगला, किसी व्यवस्था नहीं ना गाधेवार, से परिस्थिति रे हमर जल मंत्र जो शुद्धि मंत्र अच्छी, अपवित्र पवित्र वा सर्वावस्था अंगतोमपि वा जो स्मरित पुंडरीकाख्यं सबाह्यम अभ्यंतर सची। हाँ, तो ये मंत्र द्वारा भी हमें शुद्धिकरण हो पारे, किंतु प्रयास करिया। जो माने सब किसी नियम रखते कि हमारे नेचर कल आम हाथ ना कौन समय भी लगी पारे, पेट रोग हो पारे, गरम एवं गरम दिन पेट गरम हो जाउछि। तेणु समय काल परिस्थिति रूपे रही नियम को पालन करार अच्छी। ସବୁ ନିୟମର ପର ହଉଛି କୃଷ୍ଣଙ୍କୁ ସ୍ମରଣ କରିବା, କୃଷ୍ଣଙ୍କୁ ବିସ୍ମରଣ ନ ହଉ। କିନ୍ତୁ ଏ ଯୋଉ ଛୋଟ ଛୋଟ ନିୟମ ବି ଆମେ ପାଳନ କରିବା ପାଇଁ ଚେଷ୍ଟା କରିବା। ତେଣୁ ଶିଲ ରୂପ ଗୋସ୍ୱାମୀ ପାଦ କହୁଛନ୍ତି ନିୟମ ଅଗ୍ରହ और ନିୟମ ଆଗ୍ରହ। ନିୟମକୁ ସାଇଡ ବି ନେଇ କରିବାର ଅଛି, ନିୟମ ଭିତରେ ଫସି ରହିବାର ଏ ଠିକ ନୁହେଁ। ତ ନିୟମ ଆଚରଣ କଲେ ବି ସଦାଚାର ପାର୍ଟ ଆସେ। ଠିକ ଅଛି। Thank you। ହରେ କୃଷ୍ଣ। ଆଉ କାହାର କିଛି ପଚାରିବାର ଅଛି? सब बुझीगला ना, किसी बुझीगलानी? प्रश्न न बुझार दुईटा कारण हो पारे, या तो सब बुझीगले या तो किसी बुझिलेनी। ठीक अच्छे, बहुत बहुत धन्यवाद। आर जो किसी ना ताले आम विराम देवा। ओके, बहुत धन्यवाद प्रभु थैंक जी। यू, प्रणाम। हम जो हम प्रति सत्तर संग लाभ करूँ, तो प्रभु जी थरे हम समस्त हरे कृष्ण महात्मा धन्यवाद ज्ञापन करवा। हरे कृष्ण हरे कृष्ण शिल प्रभुपाद की जय जय। हरे कृष्ण नारायण प्रभु की जय। थैंक यू। हरे पंचायत बस वैष्णव। এটা কଣ ବୁଧବାର ୱାନ୍ସ ଇନ୍ ଏ ମନ୍ଥ ନା ନା ପ୍ରଭୁ ଏକ୍ଜିଟ୍ କରିଗଲେ ବୋଧେ? ଠିକ ଅଛି। हरे कृष्णा। ହରେ କୃଷ୍ଣ। ପ୍ରଭୁ ମୁଁ ପଚାରୁଥିଲି ଏଟା ୱିକଲି ୱାନ୍ସ ନା ନାଇଁ, ସରି ମନ୍ଥଲି ୱାନ୍ସ ନା କଣ ଫ୍ରିକ୍ୱେନ୍ସି? वीकली वन। ଆଁ वीकली वन।
ହଁ କୁହନ୍ତୁ କୁହନ୍ତୁ। এটা উইকলি ওয়ান্স প্রভু। ଓକେ ଠିକ ଅଛି ଏଇ ଟାଇମିଂ 2:30ରୁ 3:30 ନା? ଠିକ ଅଛି ଧନ୍ୟବାଦ। ହରେ କୃଷ୍ଣ ପ୍ରଣାମ। ସହଜ ବୁଝିଗଲି। କଚ୍ଚା ପଏଣ୍ଟ ଚର୍ଚ୍ଚା ব্যাংক দিবে না কিছু ବ୍ୟାଙ୍କ বংশ প্রভু। ଷ୍ଟେଟ ବ୍ୟାଙ୍କ ସେଇଟା ପାଇଁ ଯେ ଇମେଲ କରତେ ପଡିବ।